माणबसा लक्ष्मी पुराण। नमस्तुते महामाये श्रीपीठे सूर्यपूजिते शंख चक्र गदा हस्ते महालक्ष्मी नमस्तुते। नमस्ते गरुडारूढे कोलासुर भयंकरी सर्व पाप हरे देवी महालक्ष्मी नमस्तुते। सर्वज्ञे सर्ववरदे सर्वदुष्ट भयंकरी सर्व दुख हरे देवी महालक्ष्मी नमस्तुते। सिद्धि बुद्धि प्रदे देवी भक्ति मुक्ति प्रदायिनी मंत्र मूर्ते सदा देवी महालक्ष्मी नमस्तुते। आद्यंतरहिते देवी आद्याशक्ति माहेश्वरी जोग जे जोग संभूते महालक्ष्मी नमस्तुते। स्थूल सूक्ष्म महारौद्रे महाशक्ति महोदरे महापाप हरे देवी महालक्ष्मी नमस्तुते। पद्मासना स्थिते देवी परम ब्रह्म स्वरूपिणी परमेष्टि जगन्माता महालक्ष्मी नमस्तुते। श्वेतांबर धरे देवी नानालंकार भूषिते जगस्थिते महामाये महालक्ष्मी नमस्तुते। महालक्ष्म्यष्टकं जः पठते भक्तिमानरः सर्वसिद्धिमवाप्नोति राज्यं प्राप्नोति सर्वदा। एककालं पठे नित्यं महापापविनाशनं द्विकालं च पठे नित्यं धनधान्यसमन्वितः त्रिकालं च पठे नित्यं महाशत्रुविनाशक महालक्ष्मी भवे नित्यं प्रसन्न वरदा शुभ। इति श्री इंद्रकृतं श्री महालक्ष्मी अष्टकं सम्पूर्णम्। नमस्ते कमला मागो सागर दुलणी नमस्ते नमस्ते लक्ष्मी विष्णु घरणी नमस्ते कमलालया अति दयावती स्थावर जंगम कीट आदि पालुनीति तोर दया बले मागो दरिद्र जनर हुई अचल भीत चिन्हई कुबेर तोर द्रोही जने मागो अन्न मिलई जेते अरजिले केबे पेट न पुरई घोर चरित मन देई जे शुणई किय बा भक्ति भावे सर्वदा गुणई ताहार दरिद्रपण जाए दूर होई सर्वदा ताकु प्रसन्न हेउ महामाई एणु तो चरणे मागो अशेष प्रणाम करुछि पूरा बारे मोर मनस्काम तो चरित किंचिते मु करिबि रचना जगत जननी बारे
दिय दिव्य ज्ञान। दिने क नारद पराशर मुनि दुई, भ्रमी भ्रमी एक ग्रामे प्रवेशिले जाई। ସେହି ଦିନ ମାର୍ଗଶିର ମାସ ଗୁରୁବାର, ପର୍ବ ପଡ଼ିଥିଲା ସର୍ବପୁରବାସୀଙ୍କର। ପ୍ରତି ଘର ଦ୍ୱାର ଗୋମୟରେ ଲିପା ହୋଇ, ଲକ୍ଷ୍ମୀ ପାଦ ପଦ୍ମ ଚିତା ପଡ଼ିଥିଲା ତହିଁ। ନାରୀମାନେ ସ୍ନାନ ସାରି ପିନ୍ଧି ଚିହ୍ନବାସ, ଲକ୍ଷ୍ମୀଙ୍କ ପୂଜାରେ ସର୍ବେ ହୋଇଛନ୍ତି ରତ। ବ୍ରାହ୍ମଣଙ୍କ ଠାରୁ ଯେ ଚଣ୍ଡାଳ ପରିଜନ୍ତେ, ଲକ୍ଷ୍ମୀଙ୍କ ପୂଜାରେ ରତ ଅଛନ୍ତି ସମସ୍ତେ। ହୁଳହୁଳି ଶବଦରେ ପୂରିଛି ଗଗନ, ଦେଖି ଉତ୍ସବ ରୀତି ବିଧାତା ନନ୍ଦନ। ପଚାରନ୍ତି ପରାଶର ମୁନିକୁ ଦନ୍ତ, କହ କହ ତପୀବର ଏ କିସ ଚରିତ। ବ୍ରାହ୍ମଣୁ ଚଣ୍ଡାଳ ଆଦି ସମସ୍ତ ଜାତିରେ, କରୁଛନ୍ତି କି ଉତ୍ସବ ଆନନ୍ଦ ମତିରେ। କେଉଁ ବ୍ରତ କି ଉପାସ ଅଟେ ଏହା ନାମ, କାହାକୁ କରନ୍ତି ପୂଜା ତାର କି ନିୟମ। ଏହା ଶୁଣି ପରାଶର ହୋଇ ହସ ହସ, କହନ୍ତି ବଚନ ଧୀରେ ଶୁଣ ବିଧି ଶିଷ୍ୟ। ଏଧାନ ମାଣିକା ଗୁରୁବାର ଯେ ଅଟଇ, ଲକ୍ଷ୍ମୀ ଦେବୀଙ୍କର ପୂଜା ଏ ବ୍ରତେ ଘଟଇ। ସବୁ ମାସ ମାନଙ୍କରେ ମାର୍ଗଶିର ସାର, ତହିଁରେ ପଡ଼ଇ ଯେଉଁ ଯେଉଁ ଗୁରୁବାର। ଲକ୍ଷ୍ମୀଙ୍କର ପ୍ରିୟ ସେହି ବାର ମାନ ଜାଣ, ସବୁଠାରୁ ଆଦ୍ୟ ଗୁରୁବାର ଯେ ପ୍ରଧାନ। ଏକ ଦିନେ ଶୁକ୍ଳ ଦଶମୀ ଗୁରୁବାର, ପଡ଼ିଲେ ସୁଦଶା ବ୍ରତ ହୁଏ ସେ ଦିନର। ଲକ୍ଷ୍ମୀଙ୍କର ଅତି ପ୍ରିୟ ଅଟଇ ସେ ବ୍ରତ, ଏହା କହି ପରାଶର ହେଲେ ମୌନ ବ୍ରତ। ପୁଣି ତାହାଙ୍କୁ ପୁଛିଲେ ବ୍ରହ୍ମାଙ୍କ କୁମର, ଲକ୍ଷ୍ମୀ ବ୍ରତ କରିଥିଲେ ମର୍ତ୍ତେ କେଉଁ ନର। ତହିଁରେ ସେ କେଉଁ ଶୁଭ ଫଳ ଲଭିଅଛି, ଲକ୍ଷ୍ମୀ ଦ୍ରୋହୀ ହୋଇ କରି କେ ଦୁଃଖ ପାଇଛି। ଏହା ସବୁ ମୋ ଆଗରେ କହ ତ ଗୋସାଇଁ, ଶୁଣିବାକୁ ତାହା ଚିତ୍ତେ ଶ୍ରଦ୍ଧା ଉପଜଇ। ନାରଦ ବଚନ ଶୁଣି ପରାଶର ମୁନି, କହନ୍ତି ହରଷ ଚିତ୍ତେ ସୁମଧୁର ବାଣୀ। ଧନ୍ୟ ହେ ନାରଦ ତୁମ୍ଭେ ପବିତ୍ର ଚରିତ୍ର, ଲକ୍ଷ୍ମୀ ବ୍ରତ କଥାରେ ଯେ ହୋଇଅଛ ରତ। କହୁଅଛି ପୁରାତନ କଥା ଅଛି ଯାହା, ହୋଇବ ଆନନ୍ଦ ଜାତ ଶୁଣିଲେଟି ତାହା। ଏକ ଦିନେ ଜଗନ୍ନାଥ ପାଶେ ଲକ୍ଷ୍ମୀ ଥିଲେ, କରପତ୍ର ଯୋଡ଼ିନ ତାହାଙ୍କୁ ଜଣାଇଲେ। ଆଜି ମୋ ବାରର ବ୍ରତ ପଡ଼ିଲା ଗୋସାଇଁ, ତୁମ୍ଭେ ଆଜ୍ଞା ଦେଲେ ନଗ୍ର ବୁଲି ଯିବି ମୁହିଁ। ଗୋବିନ୍ଦ ବୋଇଲେ ଲକ୍ଷ୍ମୀ ନଗ୍ର ହିଁ ବୁଲିବ, ଦଶମୀ ପାଳନା ଅନ୍ନ ବେଗେ ରାନ୍ଧି ଦେବ। ପ୍ରଭୁଙ୍କ ମୁଖରୁ ମାତ ଏମନ୍ତ ଶୁଣିଲେ, ବସ୍ତ୍ର ଅଳଙ୍କାର ମାନ ଯତନେ ପିନ୍ଧିଲେ। ନାସିକାରେ ନବରତ୍ନ ଭସଣୀ ଖଞ୍ଜିଲେ, ଚଉଷରୀ ରତ୍ନମାଳା କଣ୍ଠେ ଲମ୍ବାଇଲେ। କରରେ ବାହୁଟି ରମ୍ୟ ବଳୟ କଙ୍କଣ, ସୁନା ସୂତା ମାଣିକ୍ୟ ପଦକ ଆଭରଣ। ବାଜେନି ନୂପୁର ମାତା ପଦରେ ଖଞ୍ଜିଲେ, ଏପରି ନାନା ଭୂଷଣେ ସୁବେଶ ହୋଇଲେ। ଯେ ବଣ ମାତାଙ୍କ ଅଧିକାର ତିନି ପୁର, ଆଭରଣ କେତେ ମାତ୍ର ଦେବୀ ପଟାନ୍ତର। ଶୁଣ ହେ ନାରଦ ଏହା ହୋଇ ଏକ ଚିତ୍ତ, ବୃଦ୍ଧା ବ୍ରାହ୍ମଣୀ ରୂପକୁ ଧରି ଜଗନ୍ମାତ।
प्रवेश होइले जाई साधुर दुआरे साधवाणी उभा होइथिले सेही ठारे ताकू देखी महालक्ष्मी कहती वचन शुण शुण साधवाणी होई स्थिर मन आज परा महालक्ष्मी व्रत गुरुवार कि लिपा पोछा करी नाहु किंपा घर द्वार साधवाणी ଏହା ଶୁଣି ବୋଲଇ ସେ କ୍ଷଣି କି ରୂପେ ବ୍ରତ ହୁଏ କାହା ପୂଜା ପୁଣି ବୁଝାଇ ତା ସବୁ କହ ହେ ନାନୀ ଗୋସାଇଁ କହିଲେ ମନକୁ ମୁଁ ଏ ବ୍ରତ କରିବଇଁ ଏହା ଶୁଣି ପଦ୍ମାଳୟା କହନ୍ତି ସଧୀରେ ଶୁଣ ସାଧବାଣୀ ବ୍ରତ ହୁଏ ବିଧିରେ ମାର୍ଗଶିର ମାସେ ଯେଉଁ ଆଦ୍ୟ ଗୁରୁବାର ସେଦିନ ଓଷାରୁ ସେଜ ଛାଡ଼ି ତତ୍ପର ଗୋମୟ ଜଳରେ ଘର ଦୁଆର ଲିପିବ ଲକ୍ଷ୍ମୀ ଦେବୀ ପାଦ ପଦ୍ମ ଚିତାକୁ ଲେଖିବ ନୂଆ ମାଣ ଗୋଟିଏ ଅଣାଇ ଯତ୍ନେ ବେଗେ ଧୋଇ ଧାଇ କରି ତାକୁ ଶୁଖାଇବ ବେଗେ ତାହାକୁ କରିବ ନାନା ଚିତ୍ର ଯେ ବିଚିତ୍ର ଚାଉଳକୁ ବାଟି ଚିତା ଲେଖିବ ସମସ୍ତ ତହିଁ ସ୍ନାନ କରି ଆସି ହୋଇ ଶୁଚିମନ୍ତ ଚୌକି ବା ଖଟୁଲିଏ ଆଣିବ ତ୍ୱରିତ ତାକୁ ଧୋଇ ତାର ପରେ ଦେବ ନୂଆ ଧାନ ରଙ୍ଗ କଳା ନୋହି ହୋଇଥିବ ଶୁକ୍ଳ ବର୍ଣ୍ଣ ତହୁଁ କିଛି କୁଢ଼ାଇ ଯେ ସେ ନୂଆ ମାଣରେ ଧାନ ମାଣ ଯେ ପୁରାଇ ରଖିବ ତାପରେ ସେ ଧାନ ମାଣ ଉପରେ ଗୁଆ 3 ଗୋଟି ହଳଦୀ ପାଣିରେ ତାହା ଧୋଇ ଥୋଇବଟି ଶୁକଳ ଧାନର ଶିଖା ରଖି ବେଣ୍ଟି କରି ମାଣ ଉପରେ ତାହାକୁ ଥୋଇବ ବିଚାରି ଚୂଳ ଆଖୁ ମୂଳା କଦଳୀରେ ସଜାଡ଼ିବ ପଟାଦି ରଙ୍ଗ ବସନ ପୁଷ୍ପେ ମଣ୍ଡାଇବ ତହୁଁ ଆବାହନ ମହାଲକ୍ଷ୍ମୀଙ୍କୁ କରିବ ଗନ୍ଧ ପୁଷ୍ପ ଧୂପ ଦୀପ ଆଦି ସମର୍ପିବ ପ୍ରଥମରେ ବାଳ ଧୂପ ତାପରେ ଶଙ୍ଖୁଡ଼ି ଏପରି କରିବ 3 ଧୂପକୁ ସଜାଡ଼ି ମହାଲକ୍ଷ୍ମୀଙ୍କର ଆଉ ଏକ ବ୍ରତ ଅଛି ସୁଦଶା ବୋଲି ତା ନାମ ଲୋକେ ପ୍ରକଟିଛି ଶୁକ୍ଳ ଦଶମୀ ହେଲେ ଗୁରୁବାର ଦିନ ହୁଏ ସୁଦଶା ବ୍ରତ ଶୁଣ ଦେଇ ମନ ସେହି ଦିନ ଓଷାରୁ ଯେ ଉଠି ତତ୍ପର ଝୋଟି ଆଦି ଚିତା ଦେବ ପୂର୍ବ ପରକାର ସ୍ନାନ ସାରି ଗୃହେ ପଦ୍ମ ମଣ୍ଡଳ ଲେଖିବ ତହିଁ ପରେ ଧୋଇ ଏକ ଖଟୁଲି ରଖିବ ତହିଁ ପରେ ଲକ୍ଷ୍ମୀ ପୂଜା ଗୁଆକୁ ଥୋଇବ ପଞ୍ଚାମୃତ ଶୁଦ୍ଧ ଜଳେ ସ୍ନାନ କରାଇବ 10 ଖିଅ ସୂତାରେ ଯେ ପ୍ରତ୍ୟେକ କରିବ ଲକ୍ଷ୍ମୀଙ୍କ ନାମରେ 10 ଗୋଟି ଗଣ୍ଠି ଦେବ 10 କେରା ଦୁବରେ ଯେ ବ୍ରତ ଗୁଡ଼ାଇବ ମହାଲକ୍ଷ୍ମୀ ଗୁଆ ପାଖେ ତାହାକୁ ଥୋଇବ କରୁଥିଲେ ପୂର୍ବରୁ ସେ ବ୍ରତ ପୁରାତନ ବ୍ରତ ଡୋର ଆଣି ତହିଁ ଥୋଇବ ବହନ ପ୍ରଥମରେ ବାଳ ଧୂପ ନୈବେଦ୍ୟ କରି ତାପରେ ଯା ଭୋଗ ଦେବ ଶୁଣ ହେତୁ କରି ଅରୁଆ ଚାଉଳ 1 ମାଣ ତିନ୍ତାଇବ ତାକୁ କୁଟି ଚୁନା କରି ଯତନେ ରଖିବ କଦଳୀ ନଡ଼ିଆ ଛେନା ଆଦି 10 ପୁର ଦେଇ 10 ଗୋଟି ମଣ୍ଡା କରିବ ସତର ମହାଲକ୍ଷ୍ମୀଙ୍କୁ ତା ପୂଜା କରି ଭକ୍ତି ଚିତ୍ତେ ସେ ପ୍ରସାଦ ଖାଇ ଦିନ ବଞ୍ଚିବ ଯେ ସୁସ୍ଥେ ମହାଲକ୍ଷ୍ମୀ ପ୍ରସାଦ ଯେ ପରକୁ ନ ଦେବ ବିଭା ହୋଇଥିବା ଝିଅ ସୁଦ୍ଧା ନ ଖାଇବ ଦେଉତାର କଥା ଏକ ମନ ଦେଇ ଶୁଣ ଗୁରୁବାର ଦିନ ଯେଉଁ କଥା ନିବାରଣ ସେ କଥା କହୁଛି ଏବେ ସାଧବାଣୀ ଶୁଣ କେବେ ନ ଭାଜିବ ଖଇ ଗୁରୁବାର ଦିନ ଯେଉଁ ନାରୀ ଗୁରୁବାର ଦିନରେ ଆମିଷ ଭୁଞ୍ଜଇ ଲୋଭରେ କିବା ନ ପଖାଳେ କେଶ ଭୁଞ୍ଜଇ ଉଚ୍ଚିଷ୍ଟ କିବା ଲଗାଇ ଯେ ତେଲ
ମହାଲକ୍ଷ୍ମୀ ତାର ନିଶ୍ଚୟ ଭାଙ୍ଗି ବେଟି ଗେଲ। ଗୁରୁବାରେ ଯେଉଁ ନାରୀ ତୁଳାକୁ ଭିଣଇ, ଲାଉରେ ଆମିଷ ଦେଇ ଯେ ଗ୍ରାସ କରଇ। ଖଟର ଛାୟାରେ ଯେଉଁ କରହି ଶୟନ, ରାତ୍ର କାଳେ ଦଧି ଅନ୍ନ ଯେ କରେ ଭୋଜନ। ଖୋର ହୁଏ ଯେହୁ ଯାଇ ନାପିତର ଦ୍ୱାରେ, ଭୋଜନ ସମୟେ ଅନ୍ନ ପକାଏ ଭୂମିରେ। ଭୁଞ୍ଜି ନ ପାରିଣ ଅନ୍ନ ଫୋପାଡ଼ି ନ ଦିଏ, ଏଡ଼େ କର୍ମ ଯେ କରେ ସେ ଲକ୍ଷ୍ମୀକୁ ନ ପାଏ। ଗୁରୁବାର ଦିନ ସକାଳରୁ ଗୋମୟରେ, ଦୁଆର ଯେ ନ ଲିପଇ ଅଳସ ପଣରେ। ଚୁଲିରୁ ନ କାଢ଼େ ପାଂଶ ଭକ୍ଷେ ଯେ ଆମିଷ, ଏମାନଙ୍କ ଠାରେ ଲକ୍ଷ୍ମୀ କରନ୍ତି ଯେ ରୋଷ। ଧନ ଜନ ସବୁ ତାର ହରଣ କରନ୍ତି, ମାଗିଗଲେ ଅନ୍ନ ବସ୍ତ୍ର କେହି ନ ଦିଅନ୍ତି। ଗୁରୁବାରେ ଯେଉଁ ନାରୀ ପିନ୍ଧେ ଶୁକ୍ଳ ଲୁଗା, ଐଶ୍ୱର୍ଯ୍ୟ ସମ୍ପଦ ପାଏ ହୁଅଇ ସୁଭଗା। ଗୁରୁବାରେ ଯେଉଁ ନାରୀ ପିଲାଙ୍କୁ ମାରଇ, କିବା ପାକ ହାଣ୍ଡି ଧୋଇ କଳା ନ ଛାଡ଼ଇ। ସନ୍ଧ୍ୟା ଗଡ଼ି ଗଲେ ଯେ ଦିଅଇ ସନ୍ଧ୍ୟାବତୀ, ପୁତ୍ର ଧନ ହାନି ହୁଏ ସଦା ବହୁ କ୍ଷତି। ଗୁରୁବାରେ ଯେଉଁ ନାରୀ ପୋଡ଼ା ଦ୍ରବ୍ୟ ଖାଏ, ଶୋଇବାର ଶଯ୍ୟା ବଙ୍କା କରି ନ ବିଛାଏ। ଶାଶୁ ଶ୍ୱଶୁରଙ୍କୁ ନ ମାନଇ ଯେ ରମଣୀ, ଉଲଗ୍ନ ହୋଇ ଶୟନ କରଇ ଯେ ପ୍ରାଣୀ। ଅମାବାସ୍ୟା ସଂକ୍ରାନ୍ତିରେ ବୁଲାଏ ଯେ ହଳ, ଏହି ଦିନ ମାନଙ୍କରେ ଘେନଇ ତୈଳ। ସଭାରେ ବସିଣ ଯେ ମାନବ ମିଛ କହି, ଆଳସ୍ୟ ପାଦ ନ ଧୋଇ ଯେ ଭୁଞ୍ଜି ବସଇ। କୁଷ୍ମାଣ୍ଡ ଫଳକୁ ଯେହୁ ରମଣୀ କାଟଇ, ଋତୁମତୀ ନାରୀ କି ଯେ ରମଣ କରଇ। କନ୍ୟା ତୋଳା ମାସେ ପିତୃ ସାଧନ କରଇ, କଥା କହୁ କହୁ ସବୁବେଳେ ଯେ ହସଇ। ଏମନ୍ତ ମନୁଷ୍ୟ ସଦା ବହୁ କଷ୍ଟ ପାଇ, ଆୟୁ ବୃଦ୍ଧି ନାଶ ଯାଏ ଅନ୍ନ ନ ମିଳଇ। ଗୁରୁବାର ସଂକ୍ରାନ୍ତି ଅମାବାସ୍ୟା ଦିନ, ରଜନୀରେ ସ୍ତ୍ରୀ ପୁରୁଷ କଲେ କ ଭୋଜନ। କିବା ଏହି ତିନି ଦିନ ଯେଉଁ ନାରୀ ମୋହେ, ପୁରୁଷ ସଙ୍ଗରେ ମାତି ଧର୍ମକୁ ନ ଚାହେଁ। ପ୍ରାଣୀ ନାଶ ନ କରିଣ ତାକୁ ଦୁଃଖ ଦେଇ, ବୁଲାନ୍ତି ଯେ ଅନ୍ନ ବସ୍ତ୍ର କାହିଁ ନ ମିଳଇ। ଏ ତିନି ଦିନ ଯେ ନାରୀ କରଇ ହବିଷ୍ୟ, ଦୁଃଖୀରଙ୍କି ଦେଖି ଦାନ କରଇ ବିଶେଷ। କରେ ଲକ୍ଷ୍ମୀ ବ୍ରତ ଲକ୍ଷ୍ମୀ ବାରେ ଉପବାସ, ବଢ଼ିବ ତାହାର ଧନ ଜନ ଆୟୁ ଯଶ। ସକାଳୁ ସେଜରୁ ଉଠି ଯେ ମୁଖ ନ ଧୁଏ, ତା ମୁଖ ଯେ ଜନ ଦେଖେ ତାର ଶୁଭ ନୁହେଁ। ରାତ୍ର ଶେଷେ ବାସି ସେ ଯେ କରେ ଶୟନ, ତା ଗୃହକୁ ଲକ୍ଷ୍ମୀ ତ୍ୟାଗ କରନ୍ତି ବହନ। ଆସନ ବିନା ଯେ ଭୂମି ପରେ ବସି ଖାଏ, କିବା ଯେ କୁମାରୀ ସଙ୍ଗତରେ କାମ ମୋହେ। ଦକ୍ଷିଣ ପଶ୍ଚିମ ମୁଖେ ଯେ ଭୁଞ୍ଜି ବସଇ, ଏମାନଙ୍କ ପାଶୁ ଲକ୍ଷ୍ମୀ ଯାନ୍ତି ଦୂର ହୋଇ। ସନ୍ଧ୍ୟାରେ କୁଣ୍ଡାଇ କେଶ ବାନ୍ଧେ ଯେଉଁ ନାରୀ, କେବେ ନ ଦେଖନ୍ତି ଲକ୍ଷ୍ମୀ ତାହାର ଯେ ଶିରୀ। ଭୋଜନ କରି ଯେ ମୁଖ ଶୋଧନ ନ କରେ, ଭୋଜନ କରଇ ଯେହୁ ଅନ୍ଧକାର ଘରେ। ସ୍ନାନ ପରେ ହୁଅଇ ଯେ ତୈଳ ମର୍ଦନ, କରେ ଯେହୁ ନଖ ମୁନେ ଭୂମି ବିଦାରଣ। ପିନ୍ଧିଥିବା ଲୁଗା ଶେଷେ ଯେ ବିଞ୍ଚି ହୁଅଇ, ଏମାନଙ୍କ ବଦନକୁ ଲକ୍ଷ୍ମୀ ନ ଚାହଁଇ। ଯେଉଁ ନାରୀ ନିଜ ପତି ଠାରେ ରୋଷ ବହେ, ସ୍ୱାମୀ ଯାହା ବୋଲେ ତାହା ନ କରେ କେବେହେଁ। ପର ପୁରୁଷରେ ଯେହୁ ହୋଇଥାଏ ରତ, ପରିଷ୍କୃତ ନୋହି ହୁଏ ଯେ ନାରୀ କୁସିତ। ଏମନ୍ତ ନାରୀଙ୍କ ମୁଖ ଲକ୍ଷ୍ମୀ ନ ଦେଖନ୍ତି,
କାଙ୍ଗାଳିନୀ ପରିବାର ଦ୍ୱାରେ ସେ ବୁଲନ୍ତି। କଳହି ଅଳସୀ ଅତି ଅପ୍ରିୟା ସାହସୀ, ଦେବ ବିପ୍ର ଅତିଥିରେ ନୁହଁଇ ବିଶ୍ୱାସୀ। ଏହିପରି ଯେଉଁ ନାରୀ ଥିଲେ ସେ ଗୃହ ଶ୍ମଶାନ, ଲକ୍ଷ୍ମୀ ସେ ସ୍ଥାନକୁ ସଦା କରନ୍ତି ବର୍ଜନ। ଯେଉଁ ନାରୀ ଭକ୍ତି ଚିତ୍ତେ ସ୍ୱାମୀଙ୍କି ନ ସେବେ, ଜନ୍ମେ ଜନ୍ମେ ସ୍ୱାମୀ ଦୁଃଖେ ଦୁଃଖୀ ହୁଏ ଭବେ। ଯେଉଁ ନାରୀ ସ୍ୱାମୀକି ଦେବତା ସମମଣି, ସେବା କରି ତୋଷୁଥାଏ ତାର ମତି ଚିହ୍ନି। ନିଜ ଅଙ୍ଗ ପରିଷ୍କାର କରି ଶୁଚି ହୁଏ, ସାନ ବଡ଼ ସମସ୍ତଙ୍କୁ ସମଭାବେ ଚାହେଁ। ପରଶିବା ବେଳେ ପକ୍ଷପାତ ଯେ ନ କରେ, ସ୍ୱାମୀ ପୁତ୍ର ସମସ୍ତଙ୍କୁ ବାଢ଼େ ସମାନରେ। ପତିର ଆଜ୍ଞାକୁ କେବେ ନ ପକାଏ ତଳେ, ସ୍ୱାମୀ ଦୁଃଖେ ଦୁଃଖୀ ସୁଖେ ସୁଖୀ ହୋଇ ଚଳେ। ଏମନ୍ତ ନାରୀର ଗୃହ ଲକ୍ଷ୍ମୀ ନ ଛାଡ଼ନ୍ତି, ତାର ଦୁଃଖ ନୟନରେ କେବେ ନ ଦେଖନ୍ତି। ଏ ମର୍ତ୍ତ୍ୟ ମଣ୍ଡଳେ ସେହି ନାରୀ ସୁଖୀ ହୁଏ, ପତି ପୁତ୍ର କନ୍ୟା ଐଶ୍ୱର୍ଯ୍ୟ ଯୁକ୍ତ ହୁଏ। ଅନ୍ତକାଳେ ବୈକୁଣ୍ଠେ ଲକ୍ଷ୍ମୀଙ୍କ ସଙ୍ଗରେ, ଅନୁକ୍ଷଣେ ମଜି ରହେ ପ୍ରମୋଦ ରଙ୍ଗରେ। ସଧବା ନାରୀର ପତି ବିନା ନାହିଁ ଗତି, ତପ ଜପ ଦେବ ପୂଜା ତାହାର ନୀତି। ପତି ସେବା ଛାଡ଼ି ବୃଥା ବ୍ରତ ଯେ କରଇ, ଜନ୍ମ ଜନ୍ମାନ୍ତରେ ବାଲ୍ୟ ବିଧବା ହୋଇ। ଯେଉଁ ନାରୀ ଆନନ୍ଦରେ ଅତିଥି ସେବଇ, ପୁଣ୍ୟବତୀ ବୋଲି ତାକୁ ପୁରାଣରେ କହି। ଏମନ୍ତ ପ୍ରକାରେ ଯେଉଁ ନାରୀ ବା ପୁରୁଷ, ଆପଣାର କୁଳ ଧର୍ମ ନ ଛାଡ଼ନ୍ତି ଲେଶ। ସଦାବେଳେ କରନ୍ତି ଉତ୍ତମ ଆଚରଣ, ଶ୍ରୀଲକ୍ଷ୍ମୀ ତାହାଙ୍କ ପାଦେ ମିଳନ୍ତି ତତ୍କ୍ଷଣ। ପତି ସେବା ବିନା ନାହିଁ ନାରୀଙ୍କର ଗତି, ପତି ପ୍ରାଣା ନାରୀ କରେ ଦେବ ଲୋକେ ଗତି। ନାରୀଙ୍କର ଲକ୍ଷ୍ମୀ ବ୍ରତ ପତି ସେବା ବିନା, ଅନ୍ୟ ଦେବ ପୂଜା ତୀର୍ଥ ଯାତ୍ରା ବିଡ଼ମ୍ବନା। ପତି ସେବା ବରଜି ଯେ ମାଟି ଗରବରେ, ଗୁରୁବାରେ ଲକ୍ଷ୍ମୀ ବ୍ରତ ସେହୁ ଯଦି କରେ। ତାହାର ନୁହଁଇ ଭଲ ଜନମେ ଜନମେ, ଦୁଃଖ ଶୋକ ରୋଗ ଭୋଗ ସଂସାରେ ସେ ଭ୍ରମେ। ଏମନ୍ତ ତିଆରି ସାଧବାଣୀକି କହିଲେ, ଆଜିଠାରୁ ଲକ୍ଷ୍ମୀ ବ୍ରତ କର ଯା ବୋଇଲେ। ନ କଲେ ସର୍ବ ସମ୍ପଦ ତୋର କ୍ଷୟ ଯିବ, ଅନ୍ନ ବସ୍ତ୍ର ଅଭାବରେ ଦୁଃଖ ଭୋଗ ହେବ। ଶୁଣ ହୋ ନାରଦ ଠାକୁରାଣୀ ଏହା କହି, ସେଠା ବରୁ କେତେ ଦୂର ପଥ ଗଲେ ବାହି। ଘରେ ଘରେ ପୁରେ ପୁରେ ଲକ୍ଷ୍ମୀ ବିଜେ କଲେ, କାହାରି ଦୁଆରେ ସେହି ସୂଚି ନ ଦେଖିଲେ। କେବଳ ଯୁବତୀ ନିଦେ ହୋଇ ଅଚେତନ, କାହାର ଫିଟି ଯାଇଛି ପିନ୍ଧିଲା ବସନ। କାହାର ଶିରରେ କେଶ ମୁକୁଳିତ ହୋଇ, ଭୂମି ପରେ ପଡ଼ିଅଛି କେରି କେରି ହୋଇ। ଏହି ରୂପେ ମହାଲକ୍ଷ୍ମୀ ଦେଖି କରି ଗଲେ, ଚଣ୍ଡାଳ ସାହିରେ ଯାଇ ପ୍ରବେଶ ହୋଇଲେ। ଶ୍ରିୟା ଚଣ୍ଡାଳୁଣୀ ନଗ୍ର ବାହାରେ ତା ଘର, ତାହାର ମହିମା ଯେ ଦେବଙ୍କୁ ଅଗୋଚର। ପ୍ରତିଦିନ ଖର କଇ ଗୁଣ୍ଡିଚା ନଗର, ବିଷ୍ଣୁ ଭକତିରେ ସେ ଯେ ଅତି ତତ୍ପର। ରାତ୍ର ବେନି ଘଡ଼ି ଥାଇ ଚଣ୍ଡାଳୁଣୀ ଗଲା, ଏକ ବର୍ଣ୍ଣ ଗାଈର ଯେ ଗୋବର ଆଣିଲା। ଉତ୍ତମ କରିଣ ଘର ଦ୍ୱାରକୁ ଲିପିଲା, ଛଡ଼ା ପାଣି ମୁନ୍ଦାଏ ଦୁଆରେ ପକାଇଲା। ଅରୁଆ ଚାଉଳ ବାଟି ଘରେ ଝୋଟି ଦେଲା, 16 କାଠି କରି ଦିବ୍ୟ ପଦ୍ମେକ କାଟିଲା। 10 ମୁଖୀ ଦୀପାବଳି ମଣ୍ଡଳେ ଥୋଇଲା, 10 ବର୍ଣ୍ଣ ଫଳ ମୂଳ ମଣ୍ଡଳେ ବାଢ଼ିଲା। ସୂତା 10 ଘିଅ ନେଇ ମଣ୍ଡଳେ ଥୋଇଲା, ମନର ଚଞ୍ଚଳେ ପୁଣି ବେଗେ ଚଳିଗଲା। ଅରୁଆ ଚାଉଳ ଆଉ ଦୁବ 10 କେରା, ତାହା ନେଇ ଚଣ୍ଡାଳୁଣୀ ମଣ୍ଡଳେ ଥୋଇଲା। ଧୂପ ଦୀପ ନୈବେଦ୍ୟ ଗନ୍ଧ ପୁଷ୍ପ ଦେଲା, ଲକ୍ଷ୍ମୀ ନାରାୟଣ ବୋଲି ସୁମରଣା କଲା।
नमस्ते नमस्ते माग हरिक घरणी मुहि छारहीन जाति न जानई पुणी चंडाल साही रे घर पुणी चंडालुणी किंचिते भक्ति मोर घेन कमलिनी दांडे दांडे जाऊथिले विष्णु पाटराणी सही न पारिले चंडालुणीर दयिनी पद्म फूल देखी तांक बळिला सरधा दुई पाद देई माता पद्मे हेले उभा चंडालुणी घर गोटी पाइला को शोभा लक्ष्मी विजे करिछंती कि उपमा देवा बोइले लो चंडालुणी मागी घेन बर प्रसन्न होइली दुख नासिबी तोहर चंडालुणी कहुअछि सिरे कर देई कि पर मागिबी मागो मागी न जानई गोष्ठ को देव मोर लक्षे पद्म गाई कुबेर समान धन देबु मात तुही कोल को नंदन जे हस्त को सुना बाही चारि जुगे बसिबी अमर बर पाई लक्ष्मी शुणी बोहिले तू होई छुकी बाई ए समस्त बर तते देई तो पारई अमर बर देवाकू शक्ति मोर नाही एही बर मागिलु तू केमंत प्रकार जेते दिन जीथिबु ऐश्वर्य पुंजिबु अंत काले जाई विष्णु पंजरे पशिबु मोहर ए व्रत करुथिबु सबुदिन लक्ष्मी नारायण पादे थिबो तोर मन शुण हे नारद एणे हरि बलराम मृगया विनोदे जाइथिले घोर वन जोग बळे बलराम एकथा जानिले डाकी हरि श्रीहरि को एमंत कहिले देख देख कन्हाई तो भारी जाचार उभा होई अछई जे चंडालुणी घर हाड़ी घरे थिबो लक्ष्मी पाण घरे थिबो स्नान न करिन बड़ देउळे पशिबो एही रूपे सबुदिने देउळे पशुछि दुई गोटी भाई को बिटाळ कराउछि दरिद्र भंजनी नाम जेणु अछि बही दरिद्र मानक कष्ट न पारई सही सुदशा नाम रे एक व्रत जे ताहार एही व्रते चंडालुणी पूजई पयर भारी जारे कार्य जेबे अछि रे कन्हाई चंडाल साई रे नगर तोल बेगे जाई आंब वाक्य मानि ताकू दियो खौड़ाई एपरी घरणी थिले भल गति नाही गोविंद बोइले भाई खौड़ाई देबा लक्ष्मी परी भारी जाकू आउ न पाइबा से जेबे दोष करिछि एमंत करिबा स्वर्गपुर लोकंकु डकाई अणाइबा 5 लाख टंका देई जाति कराइबा आउ बेले तार जदि अनीति देखिबा देउळ भितरु ताकू देबा घोड़ाई एकथा प्रमाण तुम्हे शुण ज्येष्ठ भाई न जानी जे दोष कले सिंधुराज जेमा बारे मात्र भाई तांको दोष कर क्षमा बलराम बोलुछंती शुण भावग्राही तोर लक्ष्मी थिले मोहि रहिबहि नाही भारी जा अटई सिना पादर पांडोई भाई थिले कोटी भार्या मिली जे पारई भार्या ठारे लोभ जेबे अछि रे कन्हाई चंडाल साही रे तू नर तोल जाई मोर बड़ देउळ को आउ न आसिबु माइपकु घेनी दांड बाहारे रहिबु धिकार वचन प्रभु सही न पारिले छाड़िली बोली न रंग अधरे कहिले देउळर सिंहद्वारे प्रवेश होइले ऊर्ध्वमुख होई प्रभु निश्वास छाड़िले शुण हे नारद तेणे श्रिया चंडालुणी पूजा करुथिला लक्ष्मीकर पादबेनी ताहार पूजारे देवी संतुष्ट होइले जाचिन अनेक वर प्रदान जे कले कुटीर खंडिक थिला बलुरीर वास लक्ष्मी दया कले ताकू चंदन उवास जेउ चंडालुणी घरे नथिला कन चारि कोणे देले ताकू सुध जे सुवर्ण
ଯେଉଁ ଚଣ୍ଡାଳୁଣୀ ଘରେ ନଥିଲା କପୁତ୍ର, ଲକ୍ଷ୍ମୀ ଦୟା କଲେ ତାର ହେଲା 5 ସୁତ। ଧନ ପୁତ୍ରବତୀ ହୁଅ ବୋଲି ନ ବୋଇଲେ, ବର ଦେଇ ସେଠା ବରୁ ବିଜେ କରିଗଲେ। ଲକ୍ଷ୍ମୀ ହେତୁ ଚଣ୍ଡାଳୁଣୀ ହେଲା ଭାଗ୍ୟବତୀ, ଏବେ ଶୁଣ ହେ ନାରଦ ଅପୂର୍ବ ଭାରତୀ। ସିଂହଦ୍ୱାରେ ବିଜୟେ ଲକ୍ଷ୍ମୀ ମହାମାଇ, ଦେଖିଲେ ଦୁଆରେ ବସିଛନ୍ତି 2 ଭାଇ। ବୋଇଲେ ଯେ ବାଟ ଛାଡ଼ ଭିତରକୁ ଯିବି, ଦଶମୀ ଯୋଗାଣ ମୁହିଁ ମଣୋହି ରାନ୍ଧିବି। ଗୋବିନ୍ଦ ବୋଇଲେ ଲକ୍ଷ୍ମୀ ହୋଇଲ କି ବାଇ, ଚଣ୍ଡାଳ ସାହିକି ଯାଇଥିଲ କାହିଁ ପାଇଁ। ଆମ୍ଭେ ନ ଦେଖୁଣୁ ଯେ ଦେଖିଲେ ବଡ଼ ଭାଇ, ଆମ୍ଭେ ଦେଖିଥିଲେ ସିନା ଦିଅନ୍ତୁ ଘୋଡ଼ାଇ। ଯାଅ ଲକ୍ଷ୍ମୀ ତୁମ୍ଭଠାରେ ଆଉ କାର୍ଯ୍ୟ ନାହିଁ, ଧିକାର ବହୁତ ମୋତେ କଲେ ବଡ଼ ଭାଇ। ହାଡ଼ି ଘରେ ଥିବ ଲକ୍ଷ୍ମୀ ଥିବ ପାଣ ଘରେ, ସ୍ନାନ ନ କରି ପଶୁଛି ଦେଉଳ ଭିତରେ। ତାଠାରୁ ପାପିନୀ ଆଉ ସଂସାରରେ ନାହିଁ, ମୋହର ବଚନ ଏବେ ଶୁଣ ପ୍ରାଣ ସହି। ଜଗତେ ବୋଲନ୍ତି ତୋତେ ବାଇ ଠାକୁରାଣୀ, ବାଇ ପ୍ରାୟ ବୁଲୁଥାଉ ହୋଇ ମଗରଣୀ। ଏକ ଘର କରାଉ ସହସ୍ର ଘର ଭାଙ୍ଗି, ସହସ୍ର ଘର କରାଉ ଏକ ଘର ଭାଙ୍ଗି। ଏମନ୍ତ ପ୍ରକାର ଲକ୍ଷ୍ମୀ ମହିମା ତୋହର, ଯାଅ ଲକ୍ଷ୍ମୀ ବାହାରି ଗୋ ନରହମପୁର। ତୋହଠାରେ କୋପ କରିଛନ୍ତି ଜ୍ୟେଷ୍ଠ ଭାଇ, ଲକ୍ଷ୍ମୀ ଦେବୀ କହୁଛନ୍ତି ଠାକୁରଙ୍କୁ ଚାହିଁ। ଛାଡ଼ପତ୍ର ଦେଇ ମୋତେ ଦିଅ ଘଉଡ଼ାଇ, ଜଗନ୍ନାଥ କହୁଛନ୍ତି ଲକ୍ଷ୍ମୀ ମୁଖ ଚାହିଁ। ଆମ୍ଭ ଜାତିରେ ତ ଛାଡ଼ପତ୍ର ଚଳେ ନାହିଁ, ଛାଡ଼ିବା ଭାରି ଯା ମୁଖ ଚାହିଁ ନ ଯୋଗାଇ। ଲକ୍ଷ୍ମୀ ଦେବୀ କହୁଛନ୍ତି ଠାକୁରଙ୍କୁ ଚାହିଁ, ଯେତେବେଳେ ସାଗର ମନ୍ଥିଲେ ଦେବ ଯାଇ। ବେଦ ମନ୍ତ୍ରାଦି ସହିତେ ମୋତେ ପାଇଥିଲ, ସେତେବେଳ କଥା ତୁମ୍ଭେ ପାଶୋରି ଯେ ଦେଲ। ମୋର ପିତା ବରୁଣ ଯେ ତୁମ୍ଭଙ୍କୁ ବରିଲେ, କନକ ବେଦୀରେ ନେଇ ବିଭା କରାଇଲେ। ଝିଅ ଦେଇ ଶରଣ ପଶିଲେ ତୁମ୍ଭ ଠାଇଁ, ଦୋଷ ଦୋଷ ମୋର କ୍ଷମା କରିବାର ପାଇଁ। 10 ଗୋଟି ଦୋଷରୁ ଗୋଟିଏ ନ ସହିଲ, ପ୍ରଥମରେ ଚଣ୍ଡାଳୁଣୀ ବୋଲି ଗାଳି ଦେଲ। ବିଭାବାସୀ ଦିନ ଜୁଆ ଖେଳିବାର ବେଳେ, 7 କଡ଼ା କଉଡ଼ି ଯେ ପାତିଲଇଁ ତଳେ। ତୁମ୍ଭେ ଢାଳି ଦିଅ ନାଥ ମୋହର ହସ୍ତରେ, ସୁବର୍ଣ୍ଣ କଉଡ଼ି ମୁହିଁ ଚାକିଲଇଁ କରେ। ଛଡ଼ାଇ ନ ପାରି ତୁମେ ବ୍ରହ୍ମାଣ୍ଡ ଠାକୁର, ମୋତେ ବୋଇଲ ଯାଇଛା ମାଗି ଘେନ ବର। ଯାହା ମନ ବାଞ୍ଛା ଗୋ କରିବୁ ବଇ ଦେହି, ତାହା ମୁଁ ଅବଶ୍ୟ ଦେବି ଶୁଣ ପ୍ରାଣ ସହି। କରପତ୍ର ଯୋଡ଼ିଣ ମୁଁ ବୋଇଲି ଉତ୍ତର, ସାବଧାନ ହୋଇ ଶୁଣ ବ୍ରହ୍ମାଣ୍ଡ ଠାକୁର। 8 ଦିନେ ପଡ଼ିବ ମୋହର ଗୁରୁବାର, ପଡ଼ିଚର ଯିବି ମୁହିଁ ସଭିଙ୍କର ଘର। ପଡ଼ିଚର ଯିବି କୀଟୁ ବ୍ରହ୍ମ ପରିଜନ୍ତେ, ଏହି ଦୋଷ ମୋର ପ୍ରଭୁ ନ ଧରିବ ଚିତ୍ତେ। ହେଉ ବୋଲି ଶ୍ରୀମୁଖରେ ଆଜ୍ଞା ଅଛ ଦେଇ, ଏବେ କିମ୍ପା ସତ୍ୟଭଗ୍ନ ହେଉଛ ଗୋସାଇଁ। ଜଗନ୍ନାଥ କହୁଛନ୍ତି କୋପ ଭର ହୋଇ, ବାପ ତ ଲୁଣିଆ ଯେ ଗରଜି ମରୁଥାଇ। ଝିଅ ତେରି ତ ଦୁର୍ଗୁଣ କହିଲେ ନ ସରେ, ବାପର ଗର୍ଜନ ଶବ୍ଦେ କିଏ ରହିପାରେ। ଚାରିପାଖେ ମେଘନାଦ ପାଚେରି ତୋଳାଇ, ବଡ଼ ଦେଉଳରେ ରହି ଅଛୁ 2 ଭାଇ। ମହାଲକ୍ଷ୍ମୀ ବୋଲୁଛନ୍ତି ଠାକୁରଙ୍କୁ ଚାହିଁ, ଅଛବର ଘରେ ଦଣ୍ଡେ ଥିଲି ଉଭା ହୋଇ। ଅଛବ ବିଟାଳ ବୋଲି ଦିଅ ଘଉଡ଼ାଇ, ପୁଣି ଜାତି କୁଳ ଗୋତ୍ର କହିଲ ଗୋସାଇଁ। ପ୍ରଭୁ ହେତୁ ସବୁ ଯାଉଅଛି ଗୋପ୍ୟ ହୋଇ, ତୁମ ଜାତି କୁଳର ତ ଠିକଣା ନ ଥାଇ। ତୁମ୍ଭ ଜାତି କୁଳ ଯେ କହିଲେ ନ ସରଇ, ଗଉଡ଼ ଘରେ ରହିଲ 2 ଗୋଟି ଭାଇ। ନିମା ନାମେ ଶିପୁଟି ଯେ ଜାତିରେ ଗୋଲକ, ତାହା ଘରେ ଜଗନ୍ନାଥ କଲ ଅନଭକ୍ଷ। ଦୂତପଣେ ଯାଇଥିଲ ହସ୍ତିନା ଭୁବନ, ବିଦୁର ଘରେ ଯେ ପୁଣି କରିଲ ଭୋଜନ।
ଜରା ନାମେ ଶବର ଯେ ଅରଣ୍ୟରେ ଘର ସେ ତୁମକୁ ପୂଜିଲା ବରଷ 10-12 ଅରଣ୍ୟର ଫଳମୂଳ ଖୋଜି ନ ଆଣଇ ବସିଣ ପ୍ରଥମେ ଭଲ ମନ୍ଦ ସେ ଖାଇ ପିତା କଷା ସବୁ ପ୍ରଭୁ ଆଡ଼ କରିଦେଇ ଯେ ଫଳ ସୁଆଦ ତାହା ତୁମକୁ ଭୁଞ୍ଜାଇ ଶବର ବିଟାଳ ତୁମ୍ଭେ ବେନି ଗୋଟି ଭାଇ ଏକଥା କି ତୁମ୍ଭ ମନୁ ଗଲା ଭୁଲି ହୋଇ ଆପଣେ ପାତକି କିମ୍ବା ପର ନିନ୍ଦା କର ପାପ ପୁଣ୍ୟ ଦୁଇ କଥା ବିଚାର ନ କର ଭାରି ଯାଜେ ଦୋଷ କଲେ ପତିତା ସହଇ ଏକ ଅପରାଧେ ପ୍ରଭୁ ବୃତ୍ତି କିତେ ଜଇ କିମ୍ପା ନ କର ଗୋସାଇଁ ଏମନ୍ତ ବିଚାର ଯାଅ ଯାଅ ବୋଲୁଅଛ ମୋତେ ବାରମ୍ବାର ଜଗନ୍ନାଥ କହୁଛନ୍ତି ଏମନ୍ତ କରିବା ମାଣେ ମାଣେ ପଡ଼ି ତୋତେ ନିତ୍ୟ ଦେଉଥିବା ଭାଇଙ୍କୁ ବୁଝାଇ ପଛେ ତୁମକୁ ଆଣିବୁ ଭାଇଙ୍କ ଆଜ୍ଞା ଅବଜ୍ଞା କେବେ ନ କରିବୁ ଲକ୍ଷ୍ମୀ ଦେବୀ କହନ୍ତି ପଡ଼ିରେ କାର୍ଯ୍ୟ ନାହିଁ ଅନାଥ ରକ୍ଷ ପ୍ରାୟ ଯାଉଅଛି ମୁହିଁ ରାଣ୍ଡିଅ ଲକ୍ଷଣୀ ଝିଅ ମୁହିଁ ଯେ ନୁହଇ ପିତାର ଘରକୁ ମୁଁ ଯେ ବାହାରି ଯିବଇ ତୁମ୍ଭ ଅଳଙ୍କାର ମାନ ପ୍ରଭୁ କାଢ଼ି ନିଅ ପଛରେ ମୋତେ ଯେ ଆଉ ବୋଲଣା ନ ଦିଅ ଗୋବିନ୍ଦ ବୋଲନ୍ତି ଲକ୍ଷ୍ମୀ ହୋଇ ଲୁକିବାଇ ଅଙ୍ଗ ଅଳଙ୍କାର ଆମ୍ଭେ ନେବୁ କାହିଁ ପାଇଁ ଭାରି ଯା ଦେହରେ ଯେଉଁ ଅଳଙ୍କାର ଥାଏ ସ୍ୱାମୀ ହୋଇ ତାହାଠାରୁ କାଢ଼ି ନ କି ନିଏ ଠାକୁରାଣୀ କହୁଛନ୍ତି ଶ୍ରୀମୁଖକୁ ଚାହିଁ ତୁମ୍ଭର ଅଟହି ମୁଁ ଯେ ପ୍ରଥମ ବିବାହୀ ପଛରେ କହିବ ଲକ୍ଷ୍ମୀ ଆମ ଘରେ ଥିଲା ସହସ୍ର ଟଙ୍କାର ଅଳଙ୍କାର ଘେନିଗଲା ଏମନ୍ତ ଖ୍ୟାତି ମୋତେ ନ ଦିଅ ଗୋସାଇଁ ତୁମ୍ଭ ଅଳଙ୍କାର ମାନ ନିଅ ବାହୁଡ଼ାଇ ଶିରରୁ କାଢ଼ିଲେ ଲକ୍ଷ୍ମୀ ମୁକୁତାର ଜାଲି ହୃଦରୁ କାଢ଼ିଲେ ଇନ୍ଦ୍ର ଗୋବିନ୍ଦ କାଞ୍ଚୁଲି ଅଣ୍ଟାରୁ କାଢ଼ିଲେ ମାଏ ରତ୍ନ ଓଢ଼ିଆଣି ନାସିକାରୁ କାଢ଼ିଲେ ଯେ ମୁକୁତା ବସଣି କର୍ଣ୍ଣଦୟରୁ କାଢ଼ିଲେ ହୀରାର କୁଣ୍ଡଳ ଗଳାରୁ କାଢ଼ିଲେ ଯେ ଦୋଷରୀ ଚିହ୍ନା ମାଳ ପାଦରୁ କାଢ଼ିଲେ ଦେବୀ ବାଜେଣୀ ନୂପୁର ଅଙ୍ଗୁଷ୍ଠୀରୁ କାଢ଼ିଲେ ଯେ ଝୁଣ୍ଟିଆ ସତର ଅନ୍ୟ ଅଳଙ୍କାର ମାନ କି କହିବି ଆଉ ରୁଣ୍ଡ କଲାରୁ ଦିଶିଲା ସବୁ ଦାଉ ଦାଉ ସବୁ ଅଳଙ୍କାର ମାନ ଏକ ଠାବ କଲେ ରଖ ଦିନ ବନ୍ଧୁ ଏହା ବୋଲି ସମର୍ପିଲେ ଗୋବିନ୍ଦ କହନ୍ତି ଏହା କି କରିବୁ ନେଇ ଆମ୍ଭର ଏ ଅଳଙ୍କାରେ ପ୍ରୟୋଜନ ନାହିଁ ଗୃହସ୍ଥ ହୋଇନ ଯେବେ ଭାର୍ଯ୍ୟାକୁ ତେଜଇ 6 ମାସକୁ ଭାତ ଲୁଗା ଲେଖିଣ ଦିଅଇ ଏହି ଅଳଙ୍କାର ସବୁ ତୁମ୍ଭେ ଘେନି ଯାଅ ବିକି ଭାଙ୍ଗି କରି ଭାତ ଲୁଗା କରୁଥାଅ ଲକ୍ଷ୍ମୀ ଦେବୀ କହୁଛନ୍ତି ପ୍ରଭୁ ମୁଖ ଚାହିଁ ସାବଧାନ ହୋଇ ଶୁଣ ବ୍ରହ୍ମାଣ୍ଡ ଗୋସାଇଁ ମୋର ତୁଲେ ଆଉ ଯେଉଁ ଭାରି ଜାଣିବ ଏହି ସବୁ ଅଳଙ୍କାର ତାହାଙ୍କୁ ଯେ ଦେବ ମୁହିଁ ଯାଉଅଛି ହୀନ ରକ୍ଷିତ ହୋଇ ମୋହ ଅଭିଶାପ ଘେନ ପ୍ରଭୁ ଭାବଗ୍ରାହୀ ସତେ ଯେବେ ଚନ୍ଦ୍ର ସୂର୍ଯ୍ୟ ହୁଅନ୍ତି ଆତ ଜାତ ତୁମକୁ ଅନ୍ନ ନ ମିଳୁ ଆହେ ଜଗନ୍ନାଥ 12 ବର୍ଷ ଯାଏ ତୁମ୍ଭେ ଦରିଦ୍ର ହୋଇବ ଅନ୍ନ ବସ୍ତ୍ର ଜଳ ଯେ ତୁମକୁ ନ ମିଳିବ ମୁହିଁ ଚଣ୍ଡାଳୁଣୀ ଯେବେ ଟେକି ଦେବି ଅନ୍ନ ଭୋଜନ କରିବେ ତେବେ କାଳିୟ ଗଞ୍ଜନ ଏତେ ବୋଲି ଲକ୍ଷ୍ମୀ ଦେବୀ ଶାପ ଦେଇଗଲେ ଦେଉଳ ବାହାର ହୋଇ କେତେ ଦୂର ଗଲେ ଏହା ଦେଖି ଦାସୀମାନେ ସଙ୍ଗେ ଗୋଡ଼ାନ୍ତି ଦାସୀଙ୍କୁ ଅନାଇ ମହାଲକ୍ଷ୍ମୀ ବୋଲୁଛନ୍ତି ମୁହିଁ ଯାଉଅଛି ହୀନ ଅଲକ୍ଷଣୀ ହୋଇ ମୋର ପଛେ ତୁମ୍ଭେ ମାନେ ଆସୁଛ କି ପାଇଁ ଏହିପରି ହୋଇ ଯେବେ ପିତା ଘର ଯିବି 4 ଦିନ ମାତ୍ର ତହିଁ ରହି ନ ପାରିବି ଜଗନ୍ନାଥ ପ୍ରାୟ ବନ୍ଧୁ ପିତା ଘର ଯିବେ ତାଙ୍କୁ ଦେଖି ପିତା ମୋତେ ସମର୍ପଣ ଦେବେ ଶାପ ଦେବା ଫଳ ମୋହଇବ କାରଣ ଦରିଦ୍ର ନହିବେ ପ୍ରଭୁ ଦେବ ଭଗବାନ ଏତେ ବୋଲି
ବୋଲି ଲକ୍ଷ୍ମୀ ଦେବୀ ମନେ ଚିନ୍ତା କଲେ। ବିଶ୍ୱକର୍ମାକୁ ଯେ ମାଏ ମନେ ସୁମରିଲେ। ବୈକୁଣ୍ଠପୁରରେ ବିଶ୍ୱକର୍ମା ରହିଥିଲା। ସ୍ମରଣ ମାତ୍ରକେ ଲକ୍ଷ୍ମୀ ଛାମୁରେ ମିଳିଲା। କିସ ଆଜ୍ଞା ହେଉ ମତେ ଲକ୍ଷ୍ମୀ ମହାମାଇ। ଶୁଣି ଆଜ୍ଞା ଦେଲେ ବିଶ୍ୱକର୍ମାକୁ ଯେ ଚାହିଁ। ଚଣ୍ଡାଳୁଣୀ ଅପବାଦେ ପ୍ରଭୁ ଦେଲେ ଘଉଡ଼ାଇ। ପାରିବୁ କି ଖଣ୍ଡିଏ କୁଡ଼ିଆ ତୋଳି ଦେଇ। ଆଜ୍ଞା ମାତ୍ରେ ବିଶ୍ୱକର୍ମା ବେଗେ ଚଳିଗଲେ। 3 କୋଶ ପ୍ରମାଣେ ଉଆସ ତୋଳାଇଲେ। ସୁବର୍ଣ୍ଣର କାନ୍ଥମାନ ସବୁ ଘରେ କଲେ। ହୀରା ନୀଳା ମାଣିକ୍ୟାଦି ତହିଁ ଖଞ୍ଜାଇଲେ। ଗଣ୍ଠିସ୍ଥଳେ ଅନେକ ମୁକୁତା ଲଗାଇଲେ। ପ୍ରବାଳର ସ୍ତମ୍ଭମାନ ତହିଁରେ ରଚିଲେ। ପୁର ଦେଖି କମଳିନୀ ସନ୍ତୁଷ୍ଟ ହୋଇଲେ। ବିଶ୍ୱକର୍ମାକୁ ବହୁତ ପ୍ରଶଂସା ଯେ କଲେ। ବୈକୁଣ୍ଠପୁରକୁ ବିଶ୍ୱକର୍ମା ଚଳିଗଲେ। ଅଷ୍ଟବେତାଳକୁ ଡାକି ଦେବୀ ଆଜ୍ଞା ଦେଲେ। ଅଷ୍ଟବେତାଳରେ ତୁମ୍ଭେ ହେମନ୍ତ କରିବ। ପ୍ରଥମେ ରୋଷାଇ ଶାଳେ ଯାଇ ନ ପଶିବ। 60 ପଉଟି ଭୋଗ ପୁଞ୍ଜିବ ଯେ ତହିଁ। 13 ପଉଟି ବ୍ୟଞ୍ଜନ ଖାଇବ ହର୍ଷ ହୋଇ। ଶାଗ ମୁଗ ମଧୁରୁଚି ତିକ୍ତ କାଞ୍ଜିରାଇ। ଆମ୍ବିଳ ଖାଇବ ଖଣ୍ଡ ସାକର ମିଶାଇ। ଅମୃତ ମଣୋହିମାନ ଭୋଜନ କରିବ। ହାଣ୍ଡିମାନ ନେଇ ଏକଠାବେ କଚାଡ଼ିବ। ତହୁଁ ଯାଇନ ଭଣ୍ଡାର ମଧ୍ୟରେ ପଶିବ। 52 କୋଟି ଭଣ୍ଡାର ବହିନ ଆଣିବ। କାଣି କଉଡ଼ି କଡ଼ାକର ଦ୍ରବ୍ୟ ନ ରଖିବ। ସବୁ ବହି ଆଣି ମୋର ପାଶେ ସମର୍ପିବ। ବେତାଳ ବୋଇଲେ ମହାଲକ୍ଷ୍ମୀ ମୁଖ ଚାହିଁ। କେମନ୍ତ କରିଣ ତହୁଁ ଆଣିବୁ ବୁହାଇ। ଜଗନ୍ନାଥ ମହାପ୍ରଭୁ ତହିଁ ଚେଇଁଥିବେ। ଆମ୍ଭଙ୍କୁ ଦେଖିଣ କାଳେ ପରାଭବ ଦେବେ। ଶୁଣି କମଳିନୀ ନିଦ୍ରାବତୀ କିରାଇଲେ। ବହନ ମୋ ବୋଲକର ବୋଲିଣ ବୋଇଲେ। ରାମକୃଷ୍ଣ ନୟନରେ ନିଦ୍ରା ଯେ ଘାରିବୁ। କାଲି ବେଳ 2 ଘଡ଼ି ଯାଏ ନ ଛାଡ଼ିବୁ। ଆଜ୍ଞା ପାଇ ନିଦ୍ରାବତୀ ବେଗେ ଚଳିଗଲେ। ରାମକୃଷ୍ଣ ନୟନରେ ନିଦ୍ରା ଯେ ଘାରିଲେ। ପାକଶାଳାରେ ବେତାଳ ପ୍ରବେଶ ହୋଇଲେ। ତହିଁ ଥିବା ପାକ ଦ୍ରବ୍ୟ ସମସ୍ତ ଖାଇଲେ। ହାଣ୍ଡିମାନ ସବୁ ଏକଠାବେ କଚାଡ଼ିଲେ। ଭଣ୍ଡାର ଘରରେ ଅଷ୍ଟବେତାଳ ପଶିଲେ। ଯେତେ ଦ୍ରବ୍ୟ ପୂର୍ଣ୍ଣ ହୋଇ ରହିଥିଲା ତହିଁ। 52 କୋଟି ଭଣ୍ଡାର ଆଣିଲେ ବୁହାଇ। ରାତ୍ର 16 ଘଡ଼ି ଯାକ ବେତାଳ ଯେ ତହିଁ। କୁଲାରୁ ଛାଞ୍ଚୁଣି ଯାକ ସବୁ ନେଲେ ବୋହି। ଦେଖିକରି ମହାଲକ୍ଷ୍ମୀ ସନ୍ତୁଷ୍ଟ ହୋଇଲେ। ତୁମ୍ଭେ ଆଜି ପୁତ୍ର ପଣ କରିଲ ବୋଇଲେ। ପ୍ରଶଂସା କରିନ ମାଏ ବଚନ ଯେ କହି। ସବୁ ଦ୍ରବ୍ୟ ଆଣିଲ ତ ରତ୍ନ ଖଟ କାହିଁ। 5 ଲକ୍ଷ ମୂଲ୍ୟ ସେହି ଖଟ ତ ଅଟଇ। ଯାଅରେ ବେତାଳ ଏବେ ଖଟ ଆଣ ବହି। ଯେତେବେଳେ ଜଗନ୍ନାଥ ଦରିଦ୍ର ହୋଇବେ। ରତ୍ନ ଖଟ ବିକି କରି ଦିନ ଚଳାଇବେ। ସେବେ ଜଗନ୍ନାଥ ପ୍ରଭୁ ମୋତେ ନ ଖୋଜିବେ। ନାରୀଙ୍କୁ ପୁରୁଷମାନେ ଆଉ ନ ଲୋଡ଼ିବେ। ମୋତେ ଘେନି ପ୍ରଭୁ ଯେବେ ନ କରିବେ ଘର। କଳି ଯୁଗେ ନାରୀଙ୍କି ଯେ ନ ଖୋଜିବେ ନର। ବେତାଳେ ବୋଲୁଅଛନ୍ତି ରମା ମୁଖ ଚାହିଁ। ରତ୍ନ ଖଟେ ଶୋଇଛନ୍ତି 2 କୋଟି ଭାଇ। କୋଟି ସିଂହ ପରାକ୍ରମ ପ୍ରଭୁ ବଳରାମ। ପୁଣି ତହିଁ ଶୋଇଛନ୍ତି କାଳିୟ ଗଞ୍ଜନ। 7ଗୋଟି ପର୍ବତରୁ ଅଟଇ ଯେ ଗରୁ। ନାମ ବହି ଅଛନ୍ତି ଅଚଳ ମହାମେରୁ। ମହାଲକ୍ଷ୍ମୀ ବୋଇଲେ ରେ ହେମନ୍ତ କରିବ। ଦଉଡ଼ିଆ ଖଟ 1 ଗୋଟି ଯେ ଆଣିବ। ରାମକୃଷ୍ଣ ଦୁହିଁଙ୍କୁ ଯେ ଗଡ଼ାଇଣ ଦେବ। ଶୋଇବାର ରତ୍ନ ଖଟ ବହିଣ ଆଣିବ। ଏହା ଶୁଣି ବେତାଳ ଯେ ଶୀଘ୍ର ଚଳିଗଲେ। ରତ୍ନ ଖଟ ପାଶେ ଦଉଡ଼ିଆ ଖଟ ଦେଲେ। ବଳରାମଙ୍କୁ ପ୍ରଥମେ ଧଇଲେ କଜାଇ। ଦଉଡ଼ିଆ ଖଟକୁ ଯେ ଦେଲେ ଗଡ଼ିଆଇ। ଏ ଉତାରୁ ଜଗନ୍ନାଥ ପ୍ରଭୁଙ୍କୁ ଧଇଲେ। ଦଉଡ଼ିଆ ଖଟ ଉପରକୁ ଗଡ଼ାଇଲେ। ଶୋଇବାର ରତ୍ନ ଖଟ ଆଣିଲେ କ ବହି।
महालक्ष्मी आगे देले आनंदरे नेई बलराम पिंधिबार पाट बोही नेले जगन्नाथ पिंधिबार नेत घेनी गले देखिकरी महालक्ष्मी संतुष्ट होइले अष्टबेताळंकु बर जाची न जे देले आरे अष्टबेताळ रे हेमंत करिब वैकुंठपुर रे जाई सुखरे रहिब आज्ञा पाई बेताळ गण बेगे गले वैकुंठपुर रे जाई प्रवेश होइले महालक्ष्मी तहु एक कथा विचारिले सरस्वती देवी को जे हृदय सुमरिले बोइले गो सरस्वती हेमंत करिब राज्य राज्य होई घरे घरे बुलुथिब सर्वद्वारे जगन्नाथ बुली बेटी जाई सर्वकंठे सरस्वती विजे कर तुही अन्न पाणी केही ताकू किछि न देबे एते दुख पाइले से मते सुमरिबे आरामदायिनी रात्र सुखरे पाइला दिन दुई घड़ी करे निद्रा जे भाजिला बलराम कहउछंती शुण रे कन्हाई गहळ चहळ आजी किछि शुभु नाही मुदी रथ पंडा रथ तुंड शुभु नाही दासी परिवारी जे परिचा गले काहीं श्रीमुख पखाड़ी बाकु जल न मिलई कि बुद्धि करिबा एबे कहरे कन्हाई जगन्नाथ कहउछंती शुण ज्येष्ठ भाई लक्ष्मी छाड़ी गलारु जे हेमंत होई बलराम कहउछंती शुण रे कन्हाई भार्या छार हेमंत को कहउछु तुही काहार भारी जा जेबे ऋषि हजि जाए तार गृहस्थ की भात रांधिन न खाए भंडार घर को विजे कले दुई भाई भंडारे देखिले किछि पदार्थ जे नाही बलराम कहउछंती काहींकि सहेला 52 कोटी भंडार के घेनी न गला लखे जीव खाइले बोहिले न सरई क्षणक भितरे किए घेनी गला बही सुवर्ण मुदिए बलराम जे पाइले 7 गोटी गंठी देई कानी रे बांधिले जगन्नाथ कहती जे कि पाइल भाई बलराम कहउछंती धन पाइलई जगन्नाथ कहउछंती बलराम भाई डेंगी पितल खंडक रख काहीं पाई बलराम कहउछंती कि कथा घटिला पाइथिबा स्वर्ण बेंगी पितल होइला सुध सुवर्णरु जेउ धन होइथिला काणी गौड़ी कड़ाकू समान नहिला सेठारु बाहरी गले दुई गोटी भाई पाकशाला दुआरे जे प्रवेशिले जाई बलराम ठिया हेले दुआर मुहंकू जगन्नाथ पशिगले रोषेई घरकू देहरे लागिला कला मुहरे लागिला कलासी मुख गोटिक झटकी दिशिला बलराम कहउछंती शुण जगन्नाथ बड़खिया बोली तते कहती जगत मते अन्न न देइन सबु खाऊ तुही जगन्नाथ कहउछंती शुण ज्येष्ठ भाई अन्न काहीं न मिलिब चुली सुधा नाही न बुझी एपरि किंपा कहउछ गोसाई सेठारु जाई देखिले धानर मराई लक्ष लक्ष भरण जे धान तही थाई देखिले अगाड़ी तही गोटिए जे नाही तहु गले दुई भाई निराश जे होई इंद्रद्युम्न कूले जाई प्रवेश होइले सेही दिन उपवास करि न रहिले बेल दुई घड़ी करे निद्रा जे भांगिला मुख प्रक्षालन अर्थे पानी न मिलिला कि बुद्धि करिबा एबे बुद्धि दिशु नाही बलराम कहउछंती शुण रे कन्हाई काली उपवास रे रहिले बेनी भाई आजी पादे जीवाकू तो बल पाउ नाही केउठारु जेबे आजी न मिलिब अन्न एमंत प्रकारे आम्भे धरिबा जीवन बलराम कहउछंती शुण रे बाबा नगर रे भिक्षा मागी जीवन पोषिबा कांधरे पकाई छिंडा उतरी पईता हस्तरे धइले दुई भाई भंगा छता
ଚିତା ଘେନିବାକୁ ଜଳ କାହିଁ ନ ପାଆନ୍ତି। ଯାହା ଘର ଠାକୁ ପାଣି ମାଗିବାକୁ ଯାଆନ୍ତି। ଚୋର ଖଣ୍ଟ ବୋଲି ମାରି ଘଉଡ଼ାଇ ଦିଅନ୍ତି। ସେଠାବରୁ ଦୁଇ ଭାଇ ଭୟେ ପଳାବନ୍ତି। ଜଗନ୍ନାଥ କହୁଛନ୍ତି ଶୁଣ ଜ୍ୟେଷ୍ଠ ଭାଇ, ବଡ଼ ପଣ୍ଡା ଘର କୁହେ ଚାଲ ଏବେ ଯାଇ। ହସ୍ତ ଧରା ଧରି ହୋଇ ଦୁଇ ଭାଇ ଗଲେ। ବଡ଼ ପଣ୍ଡା ଘର ଠାରେ ପ୍ରବେଶ ହୋଇଲେ। ବଧୂ ଦ୍ୱାର କହି ଯେ ଶାଶୁ ଆଗେ ଯାଇ। ବ୍ରାହ୍ମଣ ଯେ ଦୁଇ ଗୋଟି ଆସିଛନ୍ତି ଧାଇଁ। ଶାଶୁ ରାଣ୍ଡି ତାହାଙ୍କୁ ଯେ ଚିହ୍ନି ନ ପାରିଲା। ଧାଇଁ ଯାଇ ବେଗେ ଦାଣ୍ଡ କବାଟ କିଳିଲା। ଆସ ଆସ ବୋହୂ ଏଲ ଠେଙ୍ଗା ବାଡ଼ି ଧରି। ଚୋର କି ଖଣ୍ଟ ଏ ଦୁହେଁ ଦେବା ଆଡ଼ କରି। ଏହା ଶୁଣି ଦୁଇ ଭାଇ ତହୁଁ ପଳାଇଲେ। ସାମବେଦ ଯଜୁର୍ବେଦ ଦୂରେ ଉଚ୍ଚାରିଲେ। ଶୁଣି ଶୁଷ୍କ ତରୁଗଣ ପଲ୍ଲବୀ ଉଠିଲେ। ଭିକ୍ଷୁକ ବ୍ରାହ୍ମଣ ବୋଲି ବ୍ରାହ୍ମଣୀ ଚିହ୍ନିଲେ। ଦୁଇ ଭାଇଙ୍କୁ ସେ ଡାକି ତହିଁ ବସାଇଲା। ଖୁଦ ମଳୁଖ ମିଶାଇ ସତରେ ରାନ୍ଧିଲା। ଅଫିଟା କଦଳୀ ମଞ୍ଜ ଦୁଇ ଖଣ୍ଡ ଆଣି। ବେନି ଭାଇ ପକାଇଣ ସିଞ୍ଚିଲେ ପାଣି। କଂସା ଘେନି ବ୍ରାହ୍ମଣୀ ଯେ ଅନ୍ନ ଆଣିଗଲା। ଅନ୍ନ କି ବାଢ଼ିବ ତାର ହାଣ୍ଡି ଉଭା ହେଲା। ଲକ୍ଷ୍ମୀ ଦ୍ରୋହୀ ପୁରୁଷ ଏ ବୋଲି ନ ଜାଣିଲା। ପାକଶାଳାରୁ ଲେଉଟି ପାଶରେ ମିଳିଲା। ଦୁଇ ଗୋଟି ଭାଇଙ୍କର ହସ୍ତକୁ ଧଇଲା। କଟୁ କଥା କହି ତାଙ୍କୁ ଦାଣ୍ଡରେ ଛାଡ଼ିଲା। ତହୁଁ ଦୁଇ ଜଣ ଯେ ନିରାଶ ହୋଇଗଲେ। କବୀର ସାହିରେ ଯାଇ ପ୍ରବେଶ ହୋଇଲେ। କ୍ଷୁଧାର୍ଥ ବ୍ରାହ୍ମଣ ବୋଲି କବୀର ଜାଣିଲେ। ଖଇ ଚାରି ପାଞ୍ଚ ମାଣ ଆଣି ବେଗେ ଦେଲେ। ଅନ୍ତର୍ଗତେ ଜାଣିଲେ ଯେ ଦେବୀ କମଳିନୀ। ପବନକୁ ଡାକି ଆଜ୍ଞା ଦେଲେ ସେହି କ୍ଷଣି। ଆରେ ପବନ ତୁ ହି ତ ବେଗେ ଚଳିଯିବୁ। ଖଇ ଚାରି ପାଞ୍ଚ ମାଣ ଉଡ଼ାଇଣ ନେବୁ। ଆଜ୍ଞା ପାଇ ପବନ ଯେ ବେଗେ ଚଳିଗଲା। ପ୍ରଭୁଙ୍କ ଆଗରୁ ଖଇ ଉଡ଼ାଇଣ ନେଲା। ବଳରାମ କହୁଛନ୍ତି ଶୁଣ ରେ କହ୍ନାଇ। ପ୍ରାଣ ଗଲା ବେଳେ ଜାତି କୂଳ ଲୋଡୁ କାହିଁ। ପଦ୍ମ ପୋଖରୀକୁ ଚାଲ ଯିବା ବେନି ଭାଇ। ପଦ୍ମ ମୂଳ ଖାଇ ପ୍ରାଣ ବଞ୍ଚାଇବା ତହିଁ। ଫଳ ପୁଷ୍ପ କରି ତହୁଁ ଗୁଡ଼ାଏ ଆଣିବା। ଅଧିକ ମିଳିଲେ କିଛି ସଞ୍ଚିଣ ରଖିବା। ଏମନ୍ତ ବିଚାର କରି ଦୁଇ ଭାଇ ଗଲେ। ପଦ୍ମ ପୁଷ୍କରିଣୀରେ ଯେ ପ୍ରବେଶ ହୋଇଲେ। ପଦ୍ମ ପୋଖରୀରେ ସାତ ତାଳ ପାଣି ଥିଲା। ଲକ୍ଷ୍ମୀ ଆଜ୍ଞା ମାତ୍ରେ ସବୁ ପଙ୍କ ହୋଇଗଲା। ଜଗନ୍ନାଥ କହୁଛନ୍ତି କି ବୁଦ୍ଧି କରିବା। ଜଳ ନାହିଁ ଫଳ ଏଥି କାହୁଁ ବା ପାଇବା। ଏହା କହି ଦୁଇ ଜଣ ତହୁଁ ଚଳିଗଲେ। ଯାଉ ଯାଉ ବାଟେ ଏକ ଯୋଗୀକୁ ଭେଟିଲେ। ଜଗନ୍ନାଥ କହୁଛନ୍ତି ଶୁଣ ଆହେ ନାଥ। ତୁମ୍ଭର ଥାଳରୁ ଯେ ଆମ୍ଭଙ୍କୁ ଦିଅ ଭାତ। ସତ୍ୟାନନ୍ଦ ବୋଲେ ରାମକୃଷ୍ଣ ମୁଖ ଚାହିଁ। ଲକ୍ଷ୍ମୀ ଦ୍ରୋହୀ ହୋଇଅଛ ତୁମ୍ଭେ ଦୁଇ ଭାଇ। ଦୁଧ ଅନ୍ନରେ ଯେ ମୋର ଥାଳ ପୂରିଥିଲା। ତୁମ୍ଭେ ମାଗନ୍ତେଣ ଅନ୍ନ ଶୂନ୍ୟ ହୋଇଗଲା। ଅନ୍ନ ଜଳ ନ ମିଳିବ ତୁମ୍ଭକୁ ଯେ କାହିଁ। ସମୁଦ୍ର କୂଳକୁ ବେଗେ ଯାଅ ଦୁଇ ଭାଇ। ମୁହିଁ ଯାଇଥିଲି ମୋତେ ଅନ୍ନ ଥିଲେ ଦେଇ। ଖାଇଲେ ବହିଲେ ସେହି ଅନ୍ନ ନ ସରଇ। ଏହି ରୂପେ ସତ୍ୟାନନ୍ଦ ବାଟ କହିଦେଲେ। ଯିବା ବୋଲି ଦୁଇ ଭାଇ କମର ବାନ୍ଧିଲେ। ହଟି କମଳିନୀ ତହୁଁ ହଟ ଭିଆଇଲେ। ସୂର୍ଯ୍ୟଙ୍କୁ ରାଇଣ ଦେବୀ ବେଗେ ଆଜ୍ଞା ଦେଲେ। ଅତି ଶୀଘ୍ର ପ୍ରାଣ ଖରା କର ତୁମ୍ଭେ ଯାଇ। ବାଲି ମାଟି ତାତୁ ବେଗେ ଡହ ଡହ ହୋଇ। ତାତିବ ଖରାରେ ଯେହ୍ନେ ଭାଜିବାର ବାଲି। ପାଦେ ମାତ୍ର କେହି ତହିଁ ନ ପାରିବେ ଚାଲି। ଜଗନ୍ନାଥ କହୁଛନ୍ତି ଶୁଣ ଜ୍ୟେଷ୍ଠ ଭାଇ। ଏତେ ବଡ଼ ଖରାରେ ମୁଁ ଚାଲି ନ ପାରଇ। ବେଗ ବେଗ ହୋଇ ତୁମ୍ଭେ ଯାଉଅଛ ଧାଇଁ। ବୁଦ୍ଧି ଦିଶୁ ନାହିଁ ଏବେ କିସ କରିବଇଁ। ଶୁଣି ନ ଶୁଣିଲା ପରି ବଳଦେବ ଗଲେ। କମଳାଙ୍କ ସିଂହଦ୍ୱାରେ ପ୍ରବେଶ ହୋଇଲେ। ସିଂହଦ୍ୱାରେ ପ୍ରବେଶିଣ ଡାକିଲେ କଜହୁଁ। ଡାକ ଶୁଣି ଦାସୀମାନେ ଅଇଲେ ତହୁଁ।
କେଉଁ ଦାସୀ କହୁଅଛି ଶୁଣ ଆଗ ସହି, ଏପରି କାଙ୍ଗାଳ ମୁଁ ଯେ କାହିଁ ଦେଖି ନାହିଁ। ଏହିପରି ମୋଟା ହୋଇ ଗୋଟା ଏକ ଥିଲା, ଆମ୍ଭ ଠାକୁରାଣୀଙ୍କୁ ଯେ ଘରୁ ତଡ଼ି ଦେଲା। ଏହି ରୂପେ ଦାସୀମାନେ କୁହାକୁହି ହେଲେ, ବେକରେ ହାତ ଦେଇଣ ଦାଣ୍ଡରେ ଛାଡ଼ିଲେ। ବଳରାମ ପ୍ରଭୁ ତହିଁ ଲେଉଟି ଅଇଲେ, ଜଗନ୍ନାଥ ଠାକୁରଙ୍କୁ ବାଟରେ ଦେଖିଲେ। ବଳରାମ କହୁଛନ୍ତି ଶୁଣ ରେ କହ୍ନାଇ, ଦାସୀମାନେ ଆସି ମୋତେ ଦେଲେ ଖଉଡ଼ାଇ। ଜଗନ୍ନାଥ କହୁଛନ୍ତି କି ବୁଦ୍ଧି କରିବା, କେମନ୍ତ ପ୍ରକାରେ ଆମ୍ଭେ ଜୀବନ ଧରିବା। ଆଉ ଥରେ ଚାଲ ବେନି ଭାଇ ଫେରି ଯିବା, ବିନୟ କରିନ ଅନ୍ନ ଦାସୀଙ୍କୁ ମାଗିବା। ବଳରାମ କହୁଛନ୍ତି ପଛେ ଆମ୍ଭେ ଥିବୁ, ଆଗରେ ଥାଇଣ ଅନ୍ନ ତୁହି ଯେ ମାଗିବୁ। ଏତେ କହି ସିଂହଦ୍ୱାରେ ପ୍ରଭୁ ବିଜେ କଲେ, ମନ୍ଦିରର ଶୋଭା ଦେଖି ଆଶ୍ଚର୍ଯ୍ୟ ହୋଇଲେ। ବଳରାମ କହିଲେ ହେ ଶୁଣ ରେ କହ୍ନାଇ, ପଞ୍ଚମ ସ୍ୱରରେ ଆଗ ବେଦ ପଢ଼ ତୁହି। ଜଗନ୍ନାଥ ପ୍ରଭୁ ଯହୁଁ ଏମନ୍ତ ଶୁଣିଲେ, ଓଙ୍କାର ଶବଦ କରି ବେଦ ଧ୍ୱନି କଲେ। ଋକ୍ ସାମ ଯଜୁର୍ ଅଥର୍ବ ଯେ ସାରି ବେଦ, ବ୍ରହ୍ମାଣ୍ଡ ପୁରି ଉଠିଲା ଗହ ଗହ ନାଦ। ପଲଙ୍କ ଉପରେ ଯେ କମଳା ଶୋଇଥିଲେ, ନିସ୍ତରିଲି ନିସ୍ତରିଲି ବୋଲି ନ ବୋଇଲେ। କୋଟି କୋଟି ଜନ୍ମର ପାତକ ହେଲା କ୍ଷୟ, ମୋର ଘରେ ବିଜେ କଲେ ପ୍ରଭୁ ଦେବରାୟ। ପଚାର ପଚାର ଦାସୀ ପଚାର ଲ ଯାଇ, କିସ ମାଗୁଛନ୍ତି ସେ ବ୍ରାହ୍ମଣ ବେନି ଭାଇ। ଚାଲି ଯାଇ ମୁଦୁସୁଲି ତାଙ୍କୁ ପଚାରିଲେ, କି ମାଗୁଛ ପଣ୍ଡାମାନେ କହ ତୁମ୍ଭେ ଭଲେ। ଜଗନ୍ନାଥ କହୁଛନ୍ତି ଦାସୀ ମୁଖ ଚାହିଁ, ଅନ୍ନଗଣ୍ଡା ଏକ ତୁମ୍ଭେ ପାରିବ କି ଦେଇ। ଏମନ୍ତ ଶୁଣିଲ ଦାସୀମାନେ ଚଳିଗଲେ, ଲକ୍ଷ୍ମୀ ଠାକୁରାଣୀ ଆଗେ ବେଗ ସେ ହୋଇଲେ। ଦାସୀଙ୍କ ମୁଖରୁ ଯେ ଏମନ୍ତ ବାକ୍ୟ ଶୁଣି, ମନେ ବିଚାର କରନ୍ତି ଲକ୍ଷ୍ମୀ ଠାକୁରାଣୀ। ଏକଥା ଅରଜି ଅଛି ଚଣ୍ଡାଳୁଣୀ ମୁହିଁ, ଏବେ ଦାସୀମାନେ ଲୋ ପଚାର ବେଗେ ଯାଇ। ବ୍ରାହ୍ମଣ ହୋଇ ମୋ ଘରେ କି ରୂପେ ଖାଇବେ, ଚଣ୍ଡାଳୁଣୀ ଅନ୍ନ ଖାଇ ଅପବାଦ ନେବେ। ଏ ମୋହର ଦ୍ରବ୍ୟ ତାଙ୍କୁ ଛୁଇଁ ନ ଯୋଗାଇ, ଜାଣୁ ଜାଣୁ ମୁଁ କେମନ୍ତ ପ୍ରକାରେ ଦେବଇ। ଠାକୁରାଣୀ ସମୀପରୁ ଦାସୀମାନେ ଗଲେ, ବ୍ରାହ୍ମଣଙ୍କ ଆଗେ ଯାଇ ଏମନ୍ତ କହିଲେ। ଦାସୀଙ୍କ ମୁଖରୁ ଯେ ଏମନ୍ତ ବାକ୍ୟ ଶୁଣି, କ୍ଷୁଧାତୁର ହୋଇ ନ କହନ୍ତି ଅଳପାଣି। ନୂଆ ହାଣ୍ଡି ନୂଆ ସଞ୍ଚା ଦେଇ କି ପାରିବୁ, ଏମନ୍ତ ହୋଇଲେ ଆମ୍ଭେ ମାନେ ଯେ ଖାଇବୁ। ଦାସୀମାନେ କହନ୍ତି ଲକ୍ଷ୍ମୀଙ୍କ ଆଗେ ଯାଇ, ହାତେ ରାନ୍ଧି ଭୋଜନ କରିବେ ଦୁଇ ଭାଇ। ଏହା ଶୁଣି ମହାଲକ୍ଷ୍ମୀ ସନ୍ତୋଷ ହୋଇଲେ, ଦାସୀଙ୍କ ହସ୍ତରେ ହାଣ୍ଡି 10 ଗୋଟି ଦେଲେ। ଚାଉଳ ପଉଟିଏ ନେଇ ଛାମୁରେ ରଖିଲେ, ଲେଉଟିଆ ଶାଗ ନେଇ ପୁଳା ଏକ ଦେଲେ। ଆଳୁ ସାରୁ କଦଳୀ ଯେ ବଢ଼ି ବାଇଗଣ, ଦୁଧ ଦହି ଛେନା ଯେ ଶର୍କରା ଦେଲେ ପୁଣ। ଏବେ ଯେତେ ଇଚ୍ଛା ତେତେ ପୁଞ୍ଜ ବୋଇଲେ, ଗୃହେ ମହାଲକ୍ଷ୍ମୀ ଥାଇ ବିଚାର ଯେ କଲେ। ରାନ୍ଧଣା ପୁଞ୍ଜିବେ ଯଦି ହାତେ ଦୁଇ ଭାଇ, ନାରୀଙ୍କୁ ପୁରୁଷ ଆଉ ଲୋଡ଼ିବେ କି ପାଇଁ। ଲକ୍ଷ୍ମୀ ଦେବୀ କାଠ ଖଣ୍ଡେ ହସ୍ତରେ ଧଇଲେ, ଅଗ୍ନିର ସ୍ତମ୍ଭନ ମନ୍ତ୍ର ଦେବୀ ପାଠ କଲେ। କଦାପି ଅଗ୍ନି ଦେବତା ତେଜ ନ ହୋଇବ, ହାଣ୍ଡି ନ ତାତିବ ଆଉ ପାଣି ନ ତାତିବ। ଯେତେ କାଠ ଜଳୁଥିବ ଭସ୍ମ ହୋଇଯିବ, କୁହୁଡ଼ି କରିଣ ତହୁଁ ଧୂଆଁ ହେଉଥିବ। ଏମନ୍ତ ବୋଲିଣ କମଳା ଯେ ଆଜ୍ଞା ଦେଲେ, ସେହି ପ୍ରକାରେଣ ଅଗ୍ନି ଦେବତା ଯେ କଲେ। ସବୁ କାଠ ଯାକ ତହିଁ ଅଙ୍ଗାର ହୋଇଲା, ତେବେ ସୁଦ୍ଧା ଯେ କିଞ୍ଚିତେ ପାଣି ନ ତାତିଲା। ହଟି କମଳିନୀ ହଟ ଭିଆଇଲେ ଯେଣୁ, ହାଣ୍ଡି ତଳେ କଳା ଟିକେ ନ ପଡ଼ିଲା ତେଣୁ। ସୁଗନ୍ଧ ତୈଳ ଦେବୀ ଦେଲେ ପଠିଆଇ, ଦାସୀମାନେ କହୁଛନ୍ତି ବ୍ରାହ୍ମଣଙ୍କୁ ଚାହିଁ। ପାକ ସିଦ୍ଧି ହେଲା କି ନହିଲା ହେ ଗୋସାଇଁ, ତୈଳ ଲଗାଇ ସ୍ନାନ କର ବେଗେ ଯାଇ। ଜଗନ୍ନାଥ କହୁଛନ୍ତି ପାଣି ନ ତାତିଲା,
कि पाक करिबु बेळ उछुर होइला। बलराम कहउछन्ति शुण रे कन्हाई, अन्न होइला कि नाही कह बेगे तुई। जगन्नाथ कहउछन्ति शुण हे भाई, अन्न कि होइब टिके पानी ताती नाही। बलराम कहउछन्ति रे अधुआ मुहा, रांधि न जानी होई अछु रांधुनिया। तुही आडहु मुही रांधुअछि जाई, अन्न रांधिबाकु गले ब्राह्मण गोसाई। फुंकी फुंकी बलराम विरक्त होइले, काठ खंडे घेनी न जे हांडी पिटी देले। क्षुधारे दुई भाई आकुल होइले, कि बुद्धि करिबा जगन्नाथଙ୍କୁ बोइले। जगन्नाथ बोइले त दिशु नाही बुद्धि, क्षुधारे आतुर आम हेउअछि देही। बलराम कहउछन्ति शुण जगन्नाथ, जाति पछे जाऊ तार घरे खाऊ भात। जेबे हा घरु भात आम्भकु न देब, आम्भ दुई भाईଙ୍କର मरण होइब। लेउटिन दासी जाई लक्ष्मीକୁ कहिले, ब्राह्मण त हांडी भांगी फोपड़ाई देले। ଏହା ଶୁଣି ମହାଲକ୍ଷ୍ମୀ ମନେ ଚିନ୍ତା କଲେ, କେତେ ଦୁଃଖ ଦିନ ବନ୍ଧୁ ଦୁହେଁ ଯେ ପାଇଲେ। ସୁବର୍ଣ୍ଣର ଚଟୁଗଟି ହସ୍ତରେ ଧଇଲେ, ରୋଷେଇ ଶାଳାକୁ ଲକ୍ଷ୍ମୀ ନିଜେ ବିଜେ କଲେ। ପ୍ରଥମେ ରାନ୍ଧିଲେ ମାଏ ବଗଡ଼ା ଯେ ଅନ୍ନ, ମୁଗ ମଧୁ ରୁଚି କ୍ଷୀର ନାନାଦି ବ୍ୟଞ୍ଜନ। ଆମ୍ବିଳ ସାକର କଲେ କଦଳୀର ଭଜା, ଅତି ଯତ୍ନେ କଲେ ମାଏ ତିଅଣ ଯେ ମଞ୍ଜା। 60 ପଉଟି ସେ ରନ୍ଧନ କଲେ ଯାଇ, ବଗଡ଼ା ଭାତ ମହିମା କଳନା ନ ଯାଇ। ଦୁଧ ପୁଳି କଲେ ମାତ ଘୃତ ପୁଳି କଲେ, ଅତି ଯତନରେ ମାଏ ସର ପୁଳି କଲେ। ଯେତେ ଦ୍ରବ୍ୟ ରାନ୍ଧିଛନ୍ତି ବ୍ରାହ୍ମଣଙ୍କ ରୁଚି, ବଡ଼ିର ମହୁର କଲେ ପକାଇ ନ ସାଚି। ସହସ୍ର ଆଟିକା ରାନ୍ଧି ଦ୍ରବ୍ୟ ସଜାଡ଼ିଲେ, ଯେ ଯାହା ସ୍ଥାନରେ ଯତ୍ନେ ରଖାଇ ନ ଦେଲେ। କର୍ପୂର ଛେନା ଶର୍କରା ମରିଚ ଗୋଳାଇ, 60 ନଉତି ପଣା ରଖିଲେ ତ ତହିଁ। ରଙ୍ଗବାଣ ପଇଡ଼ ସାଙ୍ଗରେ ଛେନା ପଣା, ଅଦା ମିଶା କରି ଯେନ ବାତ ଖଣ୍ଡ ଛେନା। ଲକ୍ଷ୍ମୀଙ୍କର ପାକ ଗୁଣ କେ କହିପାରିବ, କ୍ଷଣକ ମଧ୍ୟରେ ମାଏ ସଜାଡ଼ିଲେ ସର୍ବ। ସବୁଥିରୁ ଖଣ୍ଡିଏ ଖଣ୍ଡିଏ ରଖିଥିଲେ, ଭୋଜନ ଶେଷକୁ ପୋଡ଼ ପିଠାଏ ରଖିଲେ। ବୋଇଲେ ଦାସୀଙ୍କି କର ଅଙ୍ଗ ମୋର ଦନ, ବ୍ରାହ୍ମଣ ବୋଲିଣ ମନେ ନ ପାଞ୍ଚିବ ଭିନ୍ନ। ବ୍ରାହ୍ମଣ ମାନଙ୍କ ମୁହିଁ ଅଟେ ନିଜ ଦାସୀ, ଶୁଣିନ ଆନନ୍ଦେ ଚଳି ଗଲେ ସବୁ ଦାସୀ। ଦାସୀମାନେ କହୁଛନ୍ତି ସୁବେଦୀ ଗୋସାଇଁ, ସ୍ନାନ କର ବେଗେ ଅଙ୍ଗ ମୋର ଦନ ହୋଇ। ତହୁଁ ସୁବାସ ଜଳରେ ଦୁହେଁ ସ୍ନାନ କଲେ, ଅଙ୍ଗ ପୋଛିବାକୁ ଦାସୀ ଗାମୁଛାଏ ଦେଲେ। ପିନ୍ଧିବାକୁ ପୀତାମ୍ବର ପାଟ ଆଣିଦେଲେ, ସୁବେଶ ହୋଇଣ ଦୁଇ ଭାଇ ଯେ ବସିଲେ। ବଳରାମ କହୁଛନ୍ତି ଶୁଣ ରେ କହ୍ନାଇ, ଏମନ୍ତ ପ୍ରକାରେ ମାନ୍ୟ କରେ କିସ ପାଇଁ। ଏହା ଘରେ ପୁରୁଷ ତ ଜଣେ ଦିଶୁ ନାହିଁ, ଶୁଳି ଦେବା ପ୍ରାୟ ଏହି ବିଚାର ଘିସଇ। ଚାଲ ଏବେ ପଳାଇନ ଏହିଠାରୁ ଯିବା, କ୍ଷଣକ ମଧ୍ୟରେ ଆଉ ପ୍ରାଣ ନ ପାଇବା। ଜଗନ୍ନାଥ କହୁଛନ୍ତି ଜ୍ୟେଷ୍ଠ ଭାଇ ଶୁଣ, ଏ ଘରର କର୍ତ୍ତା ଆଜ ହୋଇବେ ଆପଣ। ବଳରାମ କହୁଛନ୍ତି ଶୁଣ ରେ କହ୍ନାଇ, ଏମନ୍ତ କହିବା ତୋର ଉଚିତ ନୁହଇ। ଗୃହ ପରିଷ୍କାର ଦେବୀ ସ୍ୱହସ୍ତରେ କଲେ, ଗନ୍ଧ ଚନ୍ଦନ ଯେ ମାଏ ଛଡ଼ା ପକାଇଲେ। ସୁବର୍ଣ୍ଣର ଥାଳି ସୁବର୍ଣ୍ଣର ଗିନା ଝରି, ହାତ ଧୁଆ ପାଦ ଧୁଆ ସୁସଜ୍ଜିତ କରି। ମଣୋହି କରିବା ବିଧି ଯେମନ୍ତେ ଭିଆଣ, ସୁବର୍ଣ୍ଣର ପୀଠ ତହିଁ କଲେ ନିର୍ମାଣ। ମହାଲକ୍ଷ୍ମୀ କହୁଛନ୍ତି ଦାସୀ ମୁଖ ଚାହିଁ, ବେଗ କରି ପ୍ରଭୁଙ୍କୁ ଘେନି ଆସ ଯାଇ। ଏହା ଶୁଣି ଦାସୀମାନେ ବେଗେ ଚଳିଗଲେ, ବ୍ରାହ୍ମଣଙ୍କ ପାଶେ ଯାଇ ପ୍ରବେଶ ହୋଇଲେ। ବିନୟରେ କହୁଛନ୍ତି ବ୍ରାହ୍ମଣ ଗୋସାଇଁ, ଭୋଜନ କରିବ ଚାଲ ସ୍ଥାନ ଅଛି ହୋଇ। ବଳରାମ କହୁଛନ୍ତି ଶୁଣ ରେ କହ୍ନାଇ, ନାରୀ ଏ ଜଣେ ପୁରୁଷ କେହି ଏଥି ନାହିଁ। ଭିତରକୁ ଜିହ୍ବା ଉଚିତ ନୁହଇ,
ପତ୍ର 2 ଖଣ୍ଡ ତୁମେ ଆଣ ବେଗେ ଯାଇ। ଜଗନ୍ନାଥ କହୁଛନ୍ତି ଶୁଣ ଭାଇ ତୁମ୍ଭେ, ଏ ଘରର କର୍ତ୍ତା ଆଜ ହୋଇବା ଯେ ଆମ୍ଭେ। କିମ୍ପା ତୁମ୍ଭେ ଭୟ କରୁଅଛ ଜ୍ୟେଷ୍ଠ ଭାଇ, ଦାତା ଦେଉଅଛି ଆମ୍ଭେ ଛାଡ଼ିବା କି ପାଇଁ। ଭୟେ ବଳରାମ ସେଠା ବରୁଣ ଉଠନ୍ତି, ହସ୍ତ ଧରି ଘେନି ଗଲେ କମଳାଙ୍କ ପତି। ଠାବ ସଂସାରେ ଯେ ବଳରାମ ନ ବସନ୍ତି, ହସ୍ତ ଧରି ବସାଇଲେ ଦେବ ଶ୍ରୀପତି। କମଳିନୀ କହୁଛନ୍ତି ତୁଳସୀ ବ୍ରାହ୍ମଣୀ, ଦେଢ଼ଶୁର ମୋର ଯେ ଅଟନ୍ତି ହଳ ପାଣି। ତାହାଙ୍କୁ କେମନ୍ତେ ଅନ୍ନ ମୁହିଁ ଦେବି ନେଇ, ଭିତରେ ଥାଇଣ ମୁଁ ଯେ ଦେବହିଁ ବଢ଼ାଇ। ବଡ଼ ସାନ ବୋଲି ଆଗ ପଚାରି ବୁଝାଇ, ବଡ଼ଠାରେ ଆଗ ଅନ୍ନ ପରଶିବୁ ନେଇ। ଅନ୍ନ ଥାଳି ଘେନି ବେଗେ ବ୍ରାହ୍ମଣୀ ଆଇଲା, ବଡ଼ ସାନ କେଉଁ ପଣ୍ଡା ବୋଲି ପଚାରିଲା। ବଳରାମ ବୋଲୁଛନ୍ତି ହୋଇଲୁ କି କାଣି, ବଡ଼ ସାନ କିଏ ତୋତେ ନଦୀ ସହି ପୁଣି। ଆମ୍ଭେ ବଡ଼ ବୋଲିଣ ଯେ ବଳରାମ କହି, ବ୍ରାହ୍ମଣୀ ବୋଇଲେ କୋପ କଲ କି ଗୋସାଇଁ। ପ୍ରଥମ ଥାଳିର ଅନ୍ନ ବଳରାମେ ଦେଲା, ଭିତରକୁ ଆଉ ଅନ୍ନ ଆଣିବାକୁ ଗଲା। ଆଉ ଏକ ଅନ୍ନ ଥାଳି ଆଣିଲା ବେଳକୁ, 4 ଗ୍ରାସରେ ଖାଇଲେ ବଳରାମ ତାକୁ। ଅନ୍ନ ଥାଳି ଘେନି କରି ବ୍ରାହ୍ମଣୀ ଅଇଲା, ଏ ପଣ୍ଡାର ଅନ୍ନ ଯାକ କିଏ ଘେନି ଗଲା। ବଳରାମ ବୋଇଲେ କ୍ଷୁଧାର୍ତ ହୋଇଥିଲୁ, ଆଗ କରି 4 ଗ୍ରାସ ବେଗେ ଖାଇଦେଲୁ। ହସିଲା ବ୍ରାହ୍ମଣୀ 2 ଭାଇଙ୍କୁ ଅନାଇ, କୁଟୁମ୍ବ ମାରିବା ପ୍ରାୟ ଦିଶୁଛ ଗୋସାଇଁ। ପୁତ୍ର ଭାରି ଜାକି ତୁମ୍ଭ ଦୁହିଁଙ୍କର ନାହିଁ, ପେଟ ଲାଗି ବୁଲୁଅଛ ଦେଶ ଦେଶ ହୋଇ। ସହସ୍ର କାନ୍ଦି କଦଳୀ ରଖିଦେଲେ ନେଇ, 60 ନଉତି ପଣା ବେଗେ ଦେଲେ ଥୋଇ। ଯେଉଁପରି ପ୍ରଭୁଙ୍କର ମନକୁ ରୁଚଇ, ସେହିପରି କମଳିନୀ ଦିଅନ୍ତି ପଠାଇ। ଭଜନ ଶେଷକୁ ଯେ ବୋଲନ୍ତି ବଳରାମ, ଲକ୍ଷ୍ମୀଙ୍କ ରାନ୍ଧଣା ପରି ଲାଗୁଛି ଉତ୍ତମ। ଜଗନ୍ନାଥ କହୁଛନ୍ତି ବଳରାମ ଭାଇ, ଲକ୍ଷ୍ମୀ ପରା ଭାର୍ଯ୍ୟାକୁ ପାଇବା ଆଉ କାହିଁ। ଲକ୍ଷ୍ମୀଙ୍କୁ ଭର୍ସନା କରି ଦେଲେ ଘଉଡ଼ାଇ, ବାହାରି ଗଲେ ସେ ତାଙ୍କ ଇଚ୍ଛା ହେଲା ଜହି। ଏମନ୍ତ ସମୟେ ପୋଡ଼ ପିଠା ଦେଲେ ନେଇ, ଜଗନ୍ନାଥ କହୁଛନ୍ତି ବଳରାମ ଭାଇ, ମୋର ମନ କଥାକୁ ଯେ ଲକ୍ଷ୍ମୀ ଜାଣିଥାଇ। ଭଜନ ଶେଷକୁ ପୋଡ଼ ପିଠାଏ ଦିଅଇ, ଭଜନ ସାରିଣ ପ୍ରଭୁ ଆଚମନ କଲେ। କର୍ପୂର ତାମ୍ବୁଳ 2 ଭାଇ ଯେ ଭୁଞ୍ଜିଲେ, ବାହାର ମେଲାରେ ପ୍ରଭୁ ବିଜେ କଲେ ଯାଇ। ଗବାକ୍ଷ ଦ୍ୱାରରେ ଲକ୍ଷ୍ମୀ ଅଛନ୍ତି ଅନାଇ, ପଚାର ପଚାର ଦାସୀ ପଚାର ଲୋ ଯାଇ। ବିଭା ହୋଇ ଅଛନ୍ତି କି ପଣ୍ଡା 2 ଭାଇ। ଏହା ଶୁଣି ଦାସୀମାନେ ବେଗେ ଚଳିଗଲେ, ବ୍ରାହ୍ମଣଙ୍କ ନିକଟରେ ପ୍ରବେଶ ହୋଇଲେ। ପୁତ୍ର ଭାରିଜା ଅଛି କି କାହିଁ ତୁମ୍ଭ ଘର, କେଉଁ ରାଜେ ବାଡ଼ି ବୃତ୍ତି ଶାସନ ତୁମ୍ଭର। ଜଗନ୍ନାଥ କହୁଛନ୍ତି ଶୁଣ ଦାସୀ ତୁହି, ବିବାହ ହେବାକୁ ଦ୍ରବ୍ୟ ଆମ୍ଭର ଯେ ନାହିଁ। ଗୁଆ ବାଡ଼ି ଶାସନ ପାଇବୁ ଆମେ କାହିଁ, ଲକ୍ଷ୍ମୀ ପରା ଭାର୍ଯ୍ୟାକୁ ଯେ ଦେଲୁ ଘଉଡ଼ାଇ। କପାଳ ମନ୍ଦ ଆମ୍ଭର 2 ଭାଇ ବୁଲୁ, ଲକ୍ଷ୍ମୀ ଘଉଡ଼ାଇ ଆମ୍ଭେ ଦୁଃଖ ପାଇଲୁ। ଦାସୀଏ ବୋଇଲେ ପଣ୍ଡା ହୋଇଲ କି ବାଇ, ନାରୀ କି ଛାଡ଼ି ପୁରୁଷ ଦରିଦ୍ର କି ହୋଇ। ଗୋବିନ୍ଦ ବୋଇଲେ ଆମ୍ଭେ କହୁଅଛୁ ଶୁଣ, କେଉଁ ନାରୀ ଥିଲେ ହୁଏ ଐଶ୍ୱର୍ଯ୍ୟ ବଧନ। କେଉଁ ନାରୀ ଥିଲେ ବଂଶ ନିପାତ ହୁଅଇ, କେଉଁ ନାରୀ ଥିଲେ ବାସି ପେଜ ନ ମିଳଇ। କେଉଁ ନାରୀ ଥିଲେ ଶାଢ଼ୀ ସୁନା ବଳା ପାଇ, କେଉଁ ନାରୀ ଅଲକ୍ଷଣୀ ଗୃହକୁ ଭାଙ୍ଗଇ। ତୁମ୍ଭ ସାନ୍ତାଣୀକୁ ପଚାର ତ ଯାଇ, ଦାସୀ କହେ ବାତୁଳ କି ହୋଇଲ ଗୋସାଇଁ। କ୍ଷୁଧା ଲାଗୁଥିଲା ଏବେ ଭାତ ଯେ ଖାଇଲ, ଆମ୍ଭ ସାନ୍ତାଣୀକୁ ଯେ ପଚାର ବୋଇଲ। ବଳରାମ ବୋଇଲେ ମୋର ପିଲା ଭାଇ, ତୁମ୍ଭ ସାନ୍ତାଣୀ ଆଗେ ଜଣାଇବ ନାହିଁ। ଜଗନ୍ନାଥ କହୁଛନ୍ତି ଭୟ କାହିଁ ପାଇଁ, କିଛି ନ ବିଚାର ଆହେ ବଳରାମ ଭାଇ।
ଲକ୍ଷ୍ମୀଙ୍କର ଗୃହ ସିନା ଅଟଇ ଯେହି ଏଠାରେ ଆପଣ ଭୟ କର କିସ ପାଇଁ। ବଳରାମ ବୋଲୁଛନ୍ତି ବାବୁ ଚକ୍ରଧର ତୁମ୍ଭେ ଯାଇ ହସ୍ତ ଧର ମହାଲକ୍ଷ୍ମୀଙ୍କର। ଆମ୍ଭେ ଦୋଷ କଲୁ ବୋଲି କହ ତାଙ୍କୁ ଯାଇ ଯହିଁ ଇଚ୍ଛା ତହିଁ ଥାଅ ଆମ୍ଭ ମନା ନାହିଁ। ଯେତେବେଳେ ବଳରାମ ଏମନ୍ତ କହିଲେ ଭିତରପୁରକୁ ପ୍ରଭୁ ନିଜେ ବିଜେ କଲେ। ଧୀରେ ଧୀରେ ଭିତରକୁ ଗଲେ ପିତବାସ ପ୍ରବେଶ ହୋଇଲେ ଯାଇ କମଳାଙ୍କ ପାଶ। ପାଣି ଝରି ଘେନି କରି କମଳା ଅଇଲେ ଦରହାସେ ପ୍ରଭୁଙ୍କର ମୁଖକୁ ଚାହିଁଲେ। ଅତି ଯତନରେ ଦେଲେ ପାଦ ପଦ୍ମ ଧୋଇ ଥକାଏ ପାଦ ଉଦକ ମସ୍ତକେ ଲଗାଇ। କିଛି ପାଦୋଦକ ଲକ୍ଷ୍ମୀ ଗର୍ଭକୁ ଖେପିଲେ ପଞ୍ଚବର୍ଣ୍ଣ ପୁଷ୍ପେ ପାଦ ପଦ୍ମ ପୂଜା କଲେ। ମହାଲକ୍ଷ୍ମୀ କହୁଛନ୍ତି ପ୍ରଭୁଙ୍କୁ ଅନାଇ ଚଣ୍ଡାଳୁଣୀ ବୋଲି ମୋତେ ଦେଲ ଘଉଡ଼ାଇ। ଚଣ୍ଡାଳୁଣୀ ଘରେ ଏବେ ପୁଞ୍ଜିଲ ଗୋସାଇଁ ଚଣ୍ଡାଳ ବିଟାଳ ହେଲ ଦୁଇ ଗୋଟି ଭାଇ। ଧିକ ତୁମ୍ଭ ବଡ଼ପଣ ଧିକ ତୁମ କଥା ପଡ଼ୁ ତୁମ୍ଭର ପ୍ରତିଜ୍ଞା ଧିକ ତୁମ୍ଭ ଭ୍ରାତା। ମହାଲକ୍ଷ୍ମୀ ଏ ପ୍ରକାରେ ବହୁ ଧିକାରିଲେ କାଳିୟ ଗଞ୍ଜନ ଶୁଣି କିଛି ନ କହିଲେ। ମହାମାୟୀ ବୋଇଲେ ହେ ଶୁଣ ମୋ ବଚନ ମୋର କିସ କାର୍ଯ୍ୟ ତୁମ୍ଭେ କହ ହେ ବହନ। କିଛି କ୍ଷଣ ଉତ୍ତାରେ ବୋଇଲେ ଜଗନ୍ନାଥ ଏବେ ମନୁ ମାନ ତେଜ ଜଗତର ମାତ। ଅକାରଣେ ଏତେ କଥା କହ ପ୍ରାଣ ସହି ଆମ୍ଭର ପ୍ରାର୍ଥନା ଆମ୍ଭ ସଙ୍ଗେ ଯିବା ପାଇଁ। ବଡ଼ ହେଲେ କିସ ହେଲା ଗରବ ଗଞ୍ଜିଲ ରବି ତଳେ ସବୁ ଯୁଗେ ଯଶ ରଖିଗଲ। ତୁମ୍ଭ ଯୋଗେ ଆମ୍ଭେ କଷ୍ଟ ପାଇଲୁ ବହୁତ ଆମ୍ଭେ ଭିକ୍ଷା ମାଗିବାର ଜାଣିଲେ ଜଗତ। ତୁମ୍ଭ ଯଶ କୀର୍ତ୍ତି ଏବେ ଜଗତେ ରହିଲା ଆମ୍ଭଙ୍କୁ ଅନ୍ନ ଦେବାର ଜଗତ ଶୁଣିଲା। ଗୁରୁବାର ଦିନ ଯେ ପୁରାଣ ଶୁଣିବ ଜନ୍ମ ଜନ୍ମାନ୍ତର ପାପ ତାର କ୍ଷୟ ହେବ। ଲକ୍ଷ୍ମୀ ପୂଜା ଦିନ ଏହା ଯେ ନାରୀ ଗାଇବ ଇହ ଜନ୍ମେ ପତିବ୍ରତା ବୈକୁଣ୍ଠକୁ ଯିବ। ଯଦ୍ୟପି କେହି ନାରୀକୁ ମୁଖେ ବୁଝାଇବ ତାହାର ସୁକୃତ ଆଉ କେ କହିପାରିବ। ଏତେ କହି ଗୋବିନ୍ଦ ଧଇଲେ ଲକ୍ଷ୍ମୀ ହସ୍ତ ଜଗତ ମାତ ବୋଇଲେ କର ତୁମ୍ଭେ ସତ୍ୟ। ଚଣ୍ଡାଳୁ ବ୍ରାହ୍ମଣ ଯାଏ ଖୁଆ ଖୋଇ ହେବେ ସମସ୍ତେ ଖାଇନ ହସ୍ତ ଜଳେ ନ ଧୋଇବେ। ଛାଡ଼ି ରହସ୍ତୁ ବ୍ରାହ୍ମଣ ଛଡ଼ାଇ ଖାଇବେ ବ୍ରାହ୍ମଣେ ଖାଇ ହସ୍ତକୁ ମୁଣ୍ଡରେ ପୋଛିବେ ଅନ୍ନ ଖାଇ ସର୍ବେ ମୁଣ୍ଡେ ପୋଛୁଥିବେ ହସ୍ତ। ତେବେ ବଡ଼ ଦେଉଳକୁ ଯିବି ଜଗନ୍ନାଥ ହେଉ ହେଉ ବୋଲି ଆଜ୍ଞା ଦେଲେ ମହାବାହୁ। ଯୁଗେ ଯୁଗେ ଲକ୍ଷ୍ମୀ ଗୋ ତୁମ୍ଭର ଯଶ ରହୁ। ଲକ୍ଷ୍ମୀଙ୍କ ହସ୍ତ ଧରିଣ ଜଗନ୍ନାଥ ନେଲେ ବଡ଼ ଦେଉଳକୁ ପ୍ରଭୁ ବିଜେ କରିଗଲେ। ଲକ୍ଷେ ଚନ୍ଦ୍ର ଉଦିଆ ଯେ ଛାମୁରେ ଜଳଇ ଦେଉଳକୁ ବିଜେ କଲେ ବ୍ରହ୍ମାଣ୍ଡ ଗୋସାଇଁ। ଇନ୍ଦ୍ର ଡାକୁଛନ୍ତି ଦେବ ମଣିମା ମଣିମା ବ୍ରହ୍ମା ଡାକୁଛନ୍ତି ଦେବ ଗୁହାରି ଶୁଣିମା। ବରୁଣ କୁବେର ଯେ ହସ୍ତରେ ବେତ ଧରି ନୃତ୍ୟ କରୁଥିଲେ ଯହିଁ ସ୍ୱର୍ଗ ଅପସରି। ରମ୍ଭା ଯେ ମେନକା ଆଦି ଆଉ ଚିତ୍ରଲେଖା ତୁଳସୀ ମାଳତୀ ଆଉ ଅନ୍ୟାନ୍ୟ ରସିକା ଚଞ୍ଚଳା ଯେ ମଦାଳସା ବର ସୁଶୀଳା ନୃତ୍ୟ ଆରମ୍ଭନ୍ତି ତୁଷ୍ଟ ହୋଇ ସେ ଅବଳା। ବଳରାମ କହୁଛନ୍ତି ଶୁଣ ରେ କହ୍ନାଇ ଘରକୁ ଘରଣୀ ସିନା ସୁନ୍ଦର ଦିଶଇ। ଯେତେବେଳେ ଦାଣ୍ଡେ ଯାଉଥିଲୁ ଦୁଇ ଭାଇ ଚୋର ଖଣ୍ଟ ବୋଲି ଦେଉଥିଲେ ଘଉଡ଼ାଇ। ଆହୁରି କଥାଏ ଶୁଣ ଜଗନ୍ନାଥ ଭାଇ ଲକ୍ଷ୍ମୀ ଏତେ ବଡ଼ ବୋଲି ଏବେ ଜାଣିଲଇ। ଲକ୍ଷ୍ମୀ ଦେବୀ ବିଜେ କଲେ ତାଙ୍କ ଦେଉଳକୁ ଦୁଇ ଭାଇ ବିଜେ କଲେ ବଡ଼ ଦେଉଳକୁ। ଦାସୀ ପରିବାରୀ ଆଦି କରି ଯେତେ ଥିଲେ ଲକ୍ଷ୍ମୀ ଆସିଲାରୁ ସେ ସମସ୍ତ ଯେ ଅଇଲେ। ଲକ୍ଷ୍ମୀଙ୍କୁ ପାଇଣ ଦେବ ଗୋବିନ୍ଦ ଆନନ୍ଦ ସଂସାରରେ ସେହି ମତେ କଲେ କମୁକୁନ୍ଦ। ଶୁଣିଲେ ନାରଦ ଏହି ପୁରାତନ
ଯାହା ପ୍ରସନ୍ନରେ ପ୍ରଭୁ ମାଗିଲେ ଯେ ଭିକ୍ଷା ସାର ଚଣ୍ଡାଳୁଣୀ ଐଶ୍ୱର୍ଯ୍ୟ ଭୋଗ କଲା ଲକ୍ଷ୍ମୀଙ୍କର ସୁଦୟାରେ ମନ୍ତ ହୋଇଲା। ଏ ପୁରାଣ ପଢ଼ିଲେ ଯେ ସର୍ବସିଦ୍ଧି ହୁଏ ସୂର୍ଯ୍ୟୋଦୟ ତମ ସମ ପାପ କ୍ଷୟ ଯାଏ। ଏ ପୁରାଣ ଯେଉଁମାନେ ପଢ଼ନ୍ତି ଶୁଣନ୍ତି ଲକ୍ଷେ କୋଟି ଗୋଦାନରେ ଫଳ ଯେ ଲଭନ୍ତି। ଏ ପୁରାଣ ଅଟଇ ଯେ ମୁକ୍ତିର ପଥ ଏହା ଫଳ କଥନରେ କେହେ ବସମର୍ଥ। ଲକ୍ଷ୍ମୀଙ୍କ ପୁରାଣ ଏହୁ ସମ୍ପୂର୍ଣ୍ଣ ହୋଇଲା ଭାବେ ବଳରାମ ଦାସ ଗୀତରେ କହିଲା। ଇତି ଶ୍ରୀ ଲକ୍ଷ୍ମୀ ପୁରାଣ ସମ୍ପୂର୍ଣ୍ଣ।